ଆଲୋଚନା କରିବା ମୁଁ ଭାବୁଛି। ଯୋଗ ଉପରେ ଆଲୋଚନା କରିବା ମୁଁ ଭାବୁଛି। ଯୋଗର ସୂକ୍ଷ୍ମ ସାଧନା, ଯୋଗର ସୂକ୍ଷ୍ମ ସାଧନା ମାନେ ପ୍ରକୃତରେ ଯୋଗଟା କେମିତି କରାଯାଇପାରିବ, ବୁଝନ୍ତୁ ଭଲ ଭାବରେ କଥାଟା। ଯୋଗଟା ପ୍ରକୃତରେ କେମିତି କରାଯାଇପାରେ ବା ପାରିବ, ତାର କୌଶଳ, ତା କୌଶଳ ସବୁ କଣ ଅଛି, ସେ ବିଷୟରେ ଆଜି ଆଲୋଚନା କରିବା ମୁଁ ଭାବୁଛି। ଗୋଟେ ସୁନ୍ଦର ଟପିକ। ଯେଉଁମାନେ ହାରି ଯାଉଛନ୍ତି, ହାପି ଯାଉଛନ୍ତି ଯୋଗ କରିବା ପାଇଁ, ବିଡ଼ମ୍ବନା ସୃଷ୍ଟି ହଉଛି, ଆଳସ୍ୟ ସୃଷ୍ଟି ହଉଛି, ଅନିଚ୍ଛୁକ ଲାଗୁଛି, ବେଳେ ବେଳେ କଣ କଣ ହେଡାକ ଆସୁଛି, ହଡଲ ସବୁ ଯୋଉ ଅଛି ପ୍ରତିବନ୍ଧକ ଯୋଗର, ସିଏ ସବୁ ବ୍ୟାଘାତ ସୃଷ୍ଟି କରୁଥିବ ମଧ୍ୟ। ତାକୁ ନେଇକି ଆମେ ଆଜି ଗୋଟେ ଆଲୋଚନା କରିବା। ଯୋଗ ଆଗେ ସୂକ୍ଷ୍ମ ରୂପରେ ମନ ଭିତରେ ସ୍ଥାନିତ ହେଲେ ତାହା ସ୍ଥୂଳ ରୂପ ନବ। ଯେପର୍ଯ୍ୟନ୍ତ ସୂକ୍ଷ୍ମ ରୂପରେ ସ୍ଥାନିତ ନ ହେଇଛି, ଅତି ସୂକ୍ଷ୍ମ ରୂପରେ ଭାବନାରେ ସ୍ଥାନିତ ନ ହେଇଛି, ସେ ପର୍ଯ୍ୟନ୍ତ ଯୋଗଟା ହେଲେ ବି ଫଳପ୍ରଦ ହବନି। କାରଣ ସୂକ୍ଷ୍ମର ମଞ୍ଜିଟା ଗୋଟେ ବିରାଟ ସ୍ଥୂଳ ରୂପ ନିଏ, ବିରାଟ ବରଗଛ ହେଇଯାଏ। ସୂକ୍ଷ୍ମ ମଞ୍ଜି ଭିତରେ ଯୋଉ ଭାବନା ଥାଏ, ଯେମିତି ବିରାଟ ବୃକ୍ଷ ହେଇଯାଏ ଭବିଷ୍ୟତରେ, ସେମିତି ତୁମର ସୂକ୍ଷ୍ମ ଭାବନା, ସୂକ୍ଷ୍ମ କଳ୍ପନା, ଆଉ ସେ କଳ୍ପନାରେ କଣ କଣ ଅଛି ମଳିନତା ତୁମେ ଜାଣିଥିବ ନିଶ୍ଚିନ୍ତ ଭାବରେ। ସେଇଠି ଯଦି ସେଇ ମଳିନତାକୁ ତୁମେ କାଟିଦବ, ସ୍ୱଚ୍ଛ ହେଇଯିବ ଭାବନାଟା, ଆଉ ସେଇଟା ସକାରାତ୍ମକ କ୍ରିୟାରେ ପରିଣତ ହବ ଭବିଷ୍ୟତରେ। ଆଉ ଯଦି ସେଇଠି ଟିକେ ରହିଗଲା କଳ୍ପନାରେ ବା ଡିସିସନରେ, ସେଇଟା ଦୂଷିତ ହେଇକରି ସେଇ ଭାବନା ସହିତ ଉପରକୁ ଉଠିବ। କେମିତି ଗୋଟେ ଉଦାହରଣ ମୁଁ ଦଉଛି, ବୁଝିପାରିବେ ଭଲ ଭାବରେ। ଧରାଯାଉ ଜଣେ ଯୋଗ କରିବା ପାଇଁ ସଂକଳ୍ପ ନେଲା, ହଁ ମୁଁ ପ୍ରତ୍ୟେକ ଦିନ ଯୋଗ କରିବି। ତା ସହିତ ଗୋଟେ ଭାବନା ମିଶି ଯାଉଛି। କଣ ସେ ଭାବନା? ନା ଦେଖିବା ଯଦି କୌଣସି ଦିନ ଅସୁବିଧା ହୁଏ ବନ୍ଦ କରିଦେବି, ମାନେ ସୁଯୋଗ ନ ମିଳେ ବନ୍ଦ କରିବି। ଏଇଟା ସୂକ୍ଷ୍ମ ସ୍ତରର ଭାବନା ମୁଁ କହୁଛି, ଦେଖନ୍ତୁ ପୁରା ଭିତରକୁ ଯାଆନ୍ତୁ। ସୂକ୍ଷ୍ମ ସ୍ତରର ଭାବନା ଯିଏ ଭାବନା କରୁଛି ମୁଁ ପ୍ରତ୍ୟେକ ଦିନ ସାଧନ କରିବି, ରେଗୁଲାର ଭାବରେ ଶପଥ କରିବି, ସେ ନିଜେ ଭାବନା କରୁଛି ଆବଶ୍ୟକ ହେଲେ ବେଳେ ବେଳେ ବନ୍ଦ ହେଇପାରେ। ମିଶିଲା ଦିଟାଙ୍କ ଭାବନା, ପ୍ୟୁରିଫାଏ ହେଲା କି ଯୋଉ ଭାବନାରେ ତୁମେ ସାଧନ କରିବା ପାଇଁ ଷ୍ଟେପ ନେଇଥିଲ, ପ୍ରତ୍ୟେକ ଦିନ ସାଧନ କରିବି, ତା ସହିତ ଏ ଭାବନା ମିଶିଲା, ଏଇଟା ମଳିନତା। ଯଦି ଅସୁବିଧା ହୁଏ ମୁଁ ବନ୍ଦ କରିପାରେ, ତାହେଲେ କଣ୍ଟ୍ରାଡିକ୍ଟରି ହଉନି କି ଭାବନା? କଣ୍ଟ୍ରାଡିକ୍ଟରି ହଉନି କି? ଯେ ତୁମେ ନିଜେ ସ୍ୱୟଂ କହୁଛ ପ୍ରତ୍ୟେକ ଦିନ କରିବି, ପୁଣି ସ୍ୱୟଂ କହୁଛ ଯଦି ଅସୁବିଧା ହୁଏ ମୁଁ ବନ୍ଦ କରିପାରେ ସେଦିନ। ଏଇଟା ହଉଛି କଣ୍ଟ୍ରାଡିକ୍ଟରି ଭାବନା। ବୁଝିଲେ କଥାକୁ କ୍ଲିୟର?
ତୁମେ ସ୍ୱୟଂ ଭାବନା କରିବ ମୁଁ ପ୍ରତ୍ୟେକ ଦିନ ସାଧନ କରିବି, କମ୍ପ୍ରମାଇଜ ନାହିଁ ସେଥିରେ। ଯେତେ ବିଶୃଙ୍ଖଳା ଆସୁ, ଯଦି ସ୍ୱୟଂ ତୁମେ କହିବ ଯେତେ ବିଶୃଙ୍ଖଳା ଆସୁ ମୁଁ ସାଧନ କରିବି କରିବି କରିବି, ତାହେଲେ ପ୍ୟୁରିଫାଇ ହେଇଗଲା। ଏ ଯୋଉ ସ୍ୱଚ୍ଛ ଭାବନା ପୁରା ରହିଲା। ସେ କଣ ଭବିଷ୍ୟତରେ ହେଇପାରେ, ଦୁର୍ବିପାକ କି ସାଇକ୍ଲୋନ ହେଲା କଣ ହେଲା ଅଲଗା କଥା, କିନ୍ତୁ ତୁମ ଭାବନାରେ ସେ ଜିନିଷ ନ ଆସୁ ଯେ ଯଦି ଅସୁବିଧା ହୁଏ, ଯଦି ବନ୍ଧୁ ଘରକୁ ଯାଏ, ଯଦି ଟ୍ରେନ ଜଣି କରେ, ଯଦି ପ୍ଲେନ ଜଣି କରେ, ଯଦି ବସ୍ ଜଣି କରେ ବନ୍ଦ ହେଇପାରେ, ଏଇଟା ଭାବନା ଆସିପାରେ। ଯଦି ଉଠୁଛି ଢେଉ ଉଠୁଛି ଏ ଭାବନାର, ତାହେଲେ ସେଇଠି ତାକୁ ସମାପ୍ତ କର। ନା, ଏମିତି ନ ହଉ କେବେ, ଏମିତି ନ ହଉ ବୋଲି ତୁମେ ଦୃଢ ସଂକଳ୍ପ ନିଅ, ସେଇ ସୁଯୋଗ ତୁମେ ପାଇବ। କାରଣ ଏଇଟା ମୋ ଅଭିଜ୍ଞତାରୁ କହୁଛି, ମୁଁ 7 years ମାନେ 7 ବର୍ଷ ଭିତରେ କେବେ ବନ୍ଦ ହେଇନି ମୋ ସାଧନ। ମୁଁ ଦୃଢ ସଂକଳ୍ପ ନେଇଥିଲି। ହୁଏତ ତା ଭିତରେ ଆସିଥିବ ଯୋଉ ସଂକଳ୍ପ ଗୁରା ବିରୋଧାଭାସ ସଂକଳ୍ପ, ମୁଁ ତାକୁ କାଟି ଦେଇଛି ଜ୍ଞାନ। ଟ୍ରେନରେ ଯିବି ବନ୍ଦ ହେଇପାରେ, ଆରେ ଟ୍ରେନରେ ଗଲେ ବି ମୁଁ ଉଠିକି ସାଧନ କରିଛି, କାହିଁକିନା ସେଇ ଟାଇପର ଟିକେଟ ମୁଁ ନିଏ। ରାତିରେ ଉଠିକିରି ମୁଁ 3টাରେ, ସବୁ ଟ୍ରେନ ଚାଲୁଥିବ, ସବୁ ଶୋଇଥିବ, ହଲ ହଲ ହଉଥିବେ, ଟ୍ରେନ ଧଡ଼ 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 ହଉ ଚାଲୁଥିବ, ଡବ 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 ଶବ୍ଦ, ତା ସତ୍ତ୍ୱେ ମୁଁ ଉଠିକି ଲାଟ୍ରିନ୍ ଯିବି। ଲାଟ୍ରିନ୍ ଟିକେ ପରିଷ୍କାର ପରିଚ୍ଛନ୍ନ ହେଇକିରି ଆସିକିରି ସାଇଡ ଉପରେ ଟିକେଟ ଥିବ, ଉପରେ ମୁଣ୍ଡ ବାଜିବନି, ବସିକିରି ସାଧନ ଓଙ୍କାର ବି ହଉଥିବ, କେହି ଶୁଣିବେନି। ଯିଏ ଶୁଣିଲେ କିଏ ଶୁଣିବ ଟ୍ରେନ ଶବ୍ଦରେ? କାରଣ ଯେତେବେଳେ ଏ ସଂକଳ୍ପ ନେଇଥିଲି, ପୂର୍ଣ୍ଣ ଭାବନାର ସଂକଳ୍ପ, ପ୍ରତ୍ୟେକ ଦିନ ସାଧନ କରିବି, ସେଇ ସମୟରେ ସେଇ ମୁହୂର୍ତ୍ତରେ ଯଦି ଟ୍ରେନରେ ଯିବି ଭାବୁଥିଲି କେମିତି କରିବି, ତ ବନ୍ଦ ହେଇଯିବ। ପୁଣି ସେଇଠି ଭାବିଲି ନା, ଏମିତି ସିଟ୍ ନେବି ଯେମିତି ମୁଁ ବସି କରିପାରିବି, ଡିସକଣ୍ଟିନ୍ୟୁ ନ। ତେଣୁ ଅଧିକାଂଶ ଏଠି ଯେ ଆଡମିସନ ନଉଛନ୍ତି, ମୁଁ ତାଙ୍କୁ ଶପଥ କରଉଛି ଯେ ପ୍ରତ୍ୟେକ ଦିନ ସାଧନ କରିବ। ସିଏ କଣ କହୁଛନ୍ତି ନା, ବନ୍ଧୁ ଘରକୁ ଗଲେ କେମିତି କରିବି, ତାଙ୍କର ତ ଘର ନାହିଁ କି ତା ରହିବା ପାଇଁ ଜାଗା ନାହିଁ। ମୁଁ ତାଙ୍କୁ ସେଇଠି ବୁଝେଇ ଦିଏ, ତୁମେ ସଂକଳ୍ପ କର, ଯଦି ତୁମ ଦୃଢ ଇଚ୍ଛା ଶକ୍ତି ସାଧନରେ ପହଞ୍ଚିବା ପାଇଁ ନଥାଏ, ତାହେଲେ ଏଇ ବିଡମ୍ବନା ସବୁ ସୃଷ୍ଟି ହେବ। ତୁମେ ଶ୍ରେଷ୍ଠ କର୍ମ ବୋଲି ଭାବିବ, ବନ୍ଧୁ ଘରଟା ଶ୍ରେଷ୍ଠ କର୍ମ ନୁହେଁ। ବନ୍ଧୁ ତୁମକୁ ଆହ୍ୱାନ କରିଛି, ନିମନ୍ତ୍ରଣ ଦେଇଛି, ତୁମକୁ ଗୁଆ ଦେଇଛି, ତୁମେ ବ୍ୟବହାର ଦେଇକି ରିଟର୍ନ ହବ ଘରକୁ, ସେଠି ରହିବାର କିଛି ଆବଶ୍ୟକତା ନାହିଁ। ଯଦି ରହିବାର ଆବଶ୍ୟକତା ଅଛି, ଅନୁଭବ କରିବ, ତାହେଲେ ସେ ବନ୍ଧୁକୁ ତୁମେ କହିବ ମତେ ଗୋଟେ ଘର ଦରକାର, ମୁଁ ରହିବି ଏବଂ ସାଧନ କରିବି। ଯଦି ନାହିଁ ତାହେଲେ ମୁଁ ଫେରିଯିବି, କାରଣ ମୋର ଏଇଟା ଇମ୍ପୋର୍ଟାଣ୍ଟ, ମୋ ସ୍ୱାସ୍ଥ୍ୟ ଖରାପ ଅଛି, ମୋ ସ୍ୱାସ୍ଥ୍ୟକୁ ଠିକ କରିବା ପାଇଁ ମୁଁ ଯୋଉ ପ୍ରଯତ୍ନ କରିଛି ବା ଦୃଢ ନିଷ୍ପତ୍ତି ନେଇଛି। ତା ସତ୍ତ୍ୱେ ବନ୍ଧୁ ଯଦି କହିବ, ତମେ ବନ୍ଧୁ ଓରିଏଣ୍ଟେଡ ଅଛ, ସ୍ନେହ ଅଛି, ଶ୍ରଦ୍ଧା ଅଛି, ଭାବ ଅଛି, ସେ କହିବ ମୁଁ ତ ସାହାଯ୍ୟ କରିଥିଲି, ତୁମେ ରହିକି ମତେ ସାହାଯ୍ୟ କର। ଠିକ ଅଛି, ତୁମେ ସାହାଯ୍ୟ କରିବ, ଆଇଦର କୋଉଠି ଲଜ୍ ନେଇଯିବ, ନାଇଁ ତ କୋଉଠି ସେଇ ତାଙ୍କ ଘର ପାଖରେ କୋଉଠି ଘର ଥିବ, ସ୍କୁଲ ଘର ହଉ, କ୍ଲବ ଘର ହଉ, ତୁମେ ରହିପାରିବ। କାରଣ ତୁମ ସିଦ୍ଧାନ୍ତରେ ତୁମେ ଅଟଳ ରୁହ। ଯଦି ଏଇଗୁଡ଼ିକ କଳ୍ପନା କରୁଥିବ, ତାହେଲେ ତୁମକୁ ସେଇ ଘର ମିଳିବ, ସେଇ ବନ୍ଧୁ ମିଳିବ, ଅସୁବିଧା କିଛି ହବନି। ତୁମ କଳ୍ପନାରେ ସବୁ ଅଛନ୍ତି ସେମାନେ, ତାଙ୍କ କାର୍ଯ୍ୟକ୍ରମରେ ତୁମେ ନାହ, ତୁମ କଳ୍ପନାକୁ ନେଇକିରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହେବ। ତୁମେ ଯଦି ସଂକଳ୍ପ ରଖିବ, ନାଇଁ ଏମିତି ଘଟିବ, ନ ଘଟୁ, ଘଟିବନି, କେବେ ଘଟିବନି। ଆମର ଯେତେ ବନ୍ଧୁ ଅଛନ୍ତି, ମୁଁ ଯାଇଛି, ରିଟର୍ନ ହେଇଛି, ଘରକୁ ଫେରି ଆସିଛି। ଯଦି ରହିଛି, ଘର ନେଇକି ରହିଛି, ଘର ନେଇକି ରହିଛି। ଆଉ ଗୋଟେ ଶୁଦ୍ଧି କ୍ରିୟା, ଜଣେ ପଚାରିଲେ, କହିଲେ ଆଜ୍ଞା ମୁଁ କ୍ରିୟା ଦେଇଛି, କ୍ରିୟା ମାନେ ଯୋଉ କ୍ରିୟା,
ମୁଖାଗ୍ନି ଦେଇଛି, ମୁଁ ସାଧନ କରିପାରିବି ନାହିଁ। ସାଧନ କାହିଁ ନ କରିପାରିବି? ଅବଶ୍ୟ ଯୋଉଦିନ ତୁମେ ମରିଯିବ ସାଧନ କରିବ, ସେ ପର୍ଯ୍ୟନ୍ତ କରୁଥିବ। ଯୋଉଦିନ ନିଜେ ସ୍ୱୟଂ ମରିଯିବ ଆଉ ସାଧନ କରିପାରିବନି। ଆଉ ନହେଲେ ଯେତେ କାମ ଅଛି ତମେ କରିପାରିବ। ମୁଖାଗ୍ନି ଦିଅ, ଅବଶ୍ୟ ଶବଟା ଘରେ ପଡିଥିବ, ତୁମେ ସାଧନ କରିପାରିବ। ସବୁ ପଳେଇଗଲା ପରେ କରିବ, ଆରାମରେ କରିବ। ଏଇ କେତେ ଗୁଡେ ବିଡମ୍ବନା ସୃଷ୍ଟି ହୁଏ। ତୁମେ ମୁଁ ଥିଏଟର ଦେଖିବା ପାଇଁ ବହୁତ ଭଲ ପାଉଥିଲି ଆଗେ। ଯାତ୍ରା ପାର୍ଟି ଆସେ, ଦେଖେ ଯାଇକି ଛତିଆ, ବଡ଼ଚଣା, ଏସବୁ ପାଖାପାଖି ଦେଖୁ ଯାଇକି ନାଟକ। ଯେତେବେଳେ ମୁନି ସମାଜକୁ ମୁଁ ଆସିଲି, ରାତି ଅନିଦ୍ରା ହେଲେ, ଥରେ ରାତି ଅନିଦ୍ରା ହେଲେ 7 ଦିନ ଯାକ ଅନିଦ୍ରା ହେବାକୁ ପଡିବ, ଲାଗିବ। ତେଣୁ ଯେତେବେଳେ ମୁଁ ସଂକଳ୍ପ ନେଲି ସାଧନ କରିବି, ତାପରେ ସେଗୁଡ଼ା ନେଗ୍ଲେକ୍ଟ ହେଇଗଲା ଅଟୋମେଟିକ। କାରଣ ଏଇଟା ଧାରି ହେଲା, ଏଇ ଯୋଉ ସଂକଳ୍ପଟା ଓଭରକମ୍ କଲା କାହାକୁ? ନାଟକ। ନା, ନାଟକ ଦେଖିବା ଆବଶ୍ୟକତା ନାହିଁ। ନାଟକ ଦେଖିବା କେବେ ଆବଶ୍ୟକତା ନାହିଁ। ଇଏ ହଉଛି ସାଧନର ପୂର୍ଣ୍ଣ ରୂପ କହିଲେ ଅତ୍ୟୁକ୍ତି ହବ। ସୂକ୍ଷ୍ମ ରୂପ ନୁହେଁ ତ ପୂର୍ଣ୍ଣ ରୂପ। କାରଣ ଗୋଟିଏ ଦୃଢ ସଂକଳ୍ପ ତୁମକୁ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବ। ଏଇ ଗୋଟିଏ ଦୃଢ ସଂକଳ୍ପ ଯଦି ମୁଁ ପ୍ରତ୍ୟେକ ଦିନ ସାଧନ କରିବି, ଏଥିରୁ ବିଚ୍ୟୁତ ହେବେନି, ତାହେଲେ ଏଇ ସଂକଳ୍ପଟା, ଏଇ ସଂକଳ୍ପ ଶକ୍ତି, ଡିଟରମିନେସନ ତୁମକୁ ନେଇକି ଉଚ୍ଚ ଶ୍ରେଣୀରେ ପହଞ୍ଚେଇ ଦବ, ସେଇ ଟାର୍ଗେଟରେ ପହଞ୍ଚେଇ ଦବ। କାରଣ ଦେଖନ୍ତୁ, ସଂସାର ଭିତରେ ବନ୍ଧୁ ଅଛନ୍ତି, ବିବାହ ଅଛି, ଭୋଜି ଅଛି, କେତେ କଣ ଅଛି, ତାକୁ ଡିନାଇଡ୍ କରୁଛ ନା, କାଟି ଦେଇଛ ତୁମେ। ତାମାନେ ସଂସାରରୁ ବିଚ୍ୟୁତ ହେଇଗଲ, ଡିଟାଚମେଣ୍ଟ ହେଇଗଲ। ଗୋଟିଏ ଲକ୍ଷ୍ୟ ରହିଲା ଯେ ମୁଁ ଆତ୍ମ ଦର୍ଶନ କରିବି। ତେଣୁ ଆତ୍ମାର ତ ସବୁ ସଂରଚନା ନା, ଆତ୍ମା ଆଡକୁ ତୁମେ ଯିବ ବୋଲି ସଂକଳ୍ପ ନେଲ। କେତେ ବଡ କଥା, କେତେ ବଡ କଥା। আর সে তোমার ব্যবস্থা করিবানি। হ্যাঁ, মেডিকাল भी तुम अटैचमेंट हो पार। मेडिकल मान तुम बंधु किए असुविधा रहा, मेडिकल रहा, तुम्हें मेडिकल अटेंड कर सेठी अनिद्रा हम, घर नथियो, शोइबे केमती, साधन केमती करियो। आज यदि तुम दृढ़ संकल्प नहीं थिवो, मेडिकल अटैचमेंट कहीं आसीबेनी तुम सहित, मन रख। कई असुविधा सृष्टि करि परिबानी, काहर भी एमती प्रॉब्लम होबनी तुम सर्कल भितर, जो मानक नेइकरी मेडिकल रे पहुंचतांता, एमिति कई असुविधा सृष्टि करिवे नाही तुम भाई। देखो देखो ए कथार माने मूल्यबोध केते। मु अनुभव कथा कहूँ, मैं बही को लिखा है शिव लिखसन ता नाम जाने, किंतु मो एक्सपीरियंस एवढा आनी थोई दे। सेठी जो मलिनतार जदि स्वर सृष्टि हो तुम भितरे, देखिबा जदि कोन असुविधा हुए मु करबी नाही, एठी ही तुमर असुविधार सूक्ष्म रूप धारण कला। से भावनाटा ता सहित मिसी गला। देखिबा जदि असुविधा हुए मु करबी नहीं, एबे एमती केबे भाबिबनी। बुझिले, एमती भाविला माने से जिनस आसी जियो तुम, ता सहित मिसी गला ना, पूर्ण भावना हला, स्वच्छतार हला, दृढ़ निष्पत्ति। जो जो बैरियर आसी भावना रे, से गुड़ा काटंतु, आगे ज्ञान रे काटी दियंतु। तुम पे सुनुच, न जीवे तो संगते जीवु तु एका, ना बंधु जीव, ना बांधवी जीव, ना बापा जीव, ना स्त्री जीव, ना पुओ जीव, केही जीवेनी तुम सहित। ताहले ताको पई एते दरज काहे कि तुमर, काहे एते स्नेह कहतु तो? सी गोटे माने प्रथा, प्रथा अनुसार बंधु बांधव अच्छा, तुमर जी कर्तव्य कर, तुमर
ଯୋଉଟା ନିହାତି ଆବଶ୍ୟକତା ଅଛି ସେମାନେ ଜାଣନ୍ତିନି, ତେଣୁ ତୁମେ ଓହରି ଆସିବ ତୁମେ। ଆଉ ଯଦି ଏ ସଂକଳ୍ପରେ ଉପନୀତ ହେଲ, ଜାଣିବ ତୁମକୁ ରାତିରେ ନିଦ ହବନି। ନିଦ ହବନି ମାନେ କେମିତି ଉଠିବି ମୁଁ ସାଧନ କରିବି, ପୁରା ଭାଙ୍ଗିଦବ ନିଦ ତୁମ। ବେଳେ ବେଳେ ମୁଁ ଶୋଇଥିବି, ଯଦି ନ ଉଠିଲି କିଏ ଜଣେ ଆସି କହିବ, ଆରେ ଉଠୁନୁ କାହିଁକି, ଉଠ ସାଧନ ସମୟ ହେଲାଣି। ଏ କିଏ କୁହେ? ନହେଲେ ଗୋଟେ ସ୍ୱପ୍ନ ଦେଖେଇଦେ ଭାଙ୍ଗିଦବ ତମ ନିଦ, ଭୟ ସୃଷ୍ଟି କରେଇଦବ। ଏ କିଏ? ଗୁରୁଜୀ ଯୋଗମାୟା। ଯୋଗମାୟା। ଯୋଗମାୟା ଉଠେଇ ଦେ। ହଉ ଯୋଗମାୟା ହଉ କି ତୁମ ଆତ୍ମଦେବ ହଉ, ଯିଏ ହଉ, ଆତ୍ମଦେବ ବି। ହଁ ଯିଏ ହଉ ସିଏ ତମକୁ ଉଠେଇବ। କାରଣ ତୁମେ ସଂକଳ୍ପ କରିଛ ତା ସହିତ ପହଞ୍ଚିବା ପାଇଁ ନା, ଅନୁଭବ କରୁଛେ। ତେଣୁ ସେ କାହିଁ ନ ପହଞ୍ଚେଇବ ନେଇକି ତୁମକୁ, କାହିଁ ଲିଫ୍ଟ ନ ଦବ? ତେଣୁ ମୁଁ କହୁଛି ସୂକ୍ଷ୍ମ ଭାବରେ ଗୋଟିଏ ଷ୍ଟେପ ନିଅ, ଯେ କିଛି ହେଲେ ବି ମୁଁ ସାଧନ କରିବି, କିଛି ହେଇଯାଉ, ପୃଥିବୀ ଏପଟ ସେପଟ ହେଇଯାଉ। ଦେଖନ୍ତୁ ଏଇଥିପାଇଁ ମତେ ଦିନେ ସୁଯୋଗ ସୃଷ୍ଟି କରିଥିଲା ଆତ୍ମଦେବ। ସାଇକ୍ଲୋନ ଆରମ୍ଭ ହେଲା କେବେ? ସାଇକ୍ଲୋନ ଆରମ୍ଭ ହେଲା ସକାଳୁ ଭୋର ଭୋର, କଦଳୀ ଗଛ ଶୋଇପଡ଼ିଲା, ଅମୃତଭଣ୍ଡା ଭାଙ୍ଗିଗଲା, ଆସ୍ତେ ଆସ୍ତେ ବଢିଲା, ପବନ ଗୋଟେ ଜୋରରେ ଆସି ବାଡେଇଗଲା, ଆସ୍ତେ ଡେ ଟୁ ଡେ, ଏ ଟାଇମ ଟୁ ଟାଇମ ଇନକ୍ରିଜ କଲା ପବନର ଗତି। କିଛି ରହିଲାନି, 12ଟା 11ଟା ସୁଦ୍ଧା କିଛି ରହିଲାନି, ଲୋକଙ୍କର ଚାଳ ଉଡିଗଲା ସବୁ। ଯିଏ ଯୋଉଠି ପାରିଲେ ନେଇକରି ପର ଘରେ ଯାଇକି ଆଶ୍ରୟ ନେଲେ। ଆମ ଘରେ ମଧ୍ୟ 40 ଜଣ ଆସି ଆଶ୍ରୟ ନେଇଥିଲେ, ମୁଁ ଦେଖୁଥାଏ ବସିକି। ବଢୁଛି, ଗତି ବଢୁଛି ନା କମିବାର ଅଛି? ସବୁଦିନ କମିଯାଏ ନା, ଯୋଉଠି ଯାଉ ହୁଏ କମିଯାଏ। ଇଏ ତ ବଢିଲା, ସନ୍ଧ୍ୟା ପର୍ଯ୍ୟନ୍ତ ପୁରା ପ୍ରବଳ ବେଗରେ ଆକ୍ରମଣ କଲା। ବାଦଲ ଗୁଡିକ ଆସି ପିଟି ହେଇଯାଏ କାନ୍ଥରେ, କୋଠାର ବାରଣ୍ଡାରେ ପିଟି ହଉଥିଲା। ମୁଁ ଦେଖୁଛି ବସିଛି ନିରୂପା। ସାଧନ ଜଷ୍ଟ ସରିଛି, ଦେଖନ୍ତୁ ସାଧନ ଜଷ୍ଟ ସରିଛି, ଆରମ୍ଭ ହେଲା ସାଇକେଲ ନେଇଗଲେ ରାତି 3ଟା ପର୍ଯ୍ୟନ୍ତ। କାରଣ ମୁଁ ଉଠିବି ରାତି 3ଟାରେ ନା, ଏଇଟା ଦୃଢ ସଂକଳ୍ପ ନେଇଛି। ରାତି 3ଟାରେ ବନ୍ଦ ହେଇଗଲା। ମୁଁ ମୋର ନିଦଟା ଭାଙ୍ଗିବ ରାତି 3ଟା ନିଶ୍ଚିନ୍ତ। 3ଟା ବେଳକୁ ଶୂନଶାନ, କିଛି ନାହିଁ, ନା ପବନ ଅଛି, ଜିରୋ ରେଟରେ ପବନ, କିଛି ନାହିଁ, ପୁରା ନିସ୍ତବ୍ଧ। ମତେ ସେଇଠି ଗୋଟେ ଜ୍ଞାନ ସୃଷ୍ଟି ହେଲା। ମୁଁ କହିଲି ଦେଖ, ଏତେ ବଡ ପବନ ହେଇଛି, ଏତେ ସାଇକ୍ଲୋନ ହେଇଛି, କେତେ ଜୋରେ ବର୍ଷା ହେଇଛି, କାହାର ଗଛ କିଛି ନାହିଁ, ନା ଘର ଅଛି ନା ଦ୍ୱାର ଅଛି, ଲୋକମାନେ ଆସି, ମୁଁ ଉଠିଲା ବେଳକୁ ରାତିରେ କେତେ ଗୁଡିଏ ଗାଈ ପଶିଛନ୍ତି ଆମ ଘର ଭିତରକୁ। ବାରଣ୍ଡାରେ ସବୁ ଘର ଖଞ୍ଜା ଭିତରୁ ଗାଈ ପୁରେଇ ଦେଇଛନ୍ତି, ଆଉ ନିଜେ ସେଇ ଗାଈ ପାଖରେ ଛିଡା ହେଇଛନ୍ତି। ମୁଁ ନା ଉଠିବି ନା ସାଧନ କରିବି, ଦେଖନ୍ତୁ। କିନ୍ତୁ ଉଠେଇ ଦେଇଛି, ଆଉ ସାଇକ୍ଲୋନକୁ ବନ୍ଦ କରିଦେଇଛି। ଯଦି ରାତି 3ଟାରେ ସେଇଦିନ ସାଇକ୍ଲୋନ ହେଇଥାନ୍ତା, ଆମେ ସାଧନ କରିପାରିଥାନ୍ତେ କି? କେବେ ନୁହେଁ। ଭୋରୁ ଭୋରୁ ଆରମ୍ଭ କଲା, ପୁଣି ଶେଷ କଲା 3ଟା ପୂର୍ବରୁ। ମୁଁ ଭାବୁଛି ମୋ ଚିନ୍ତାଧାରା ଭିତରେ ହୁଏତ ମୋ ପାଇଁ ବନ୍ଦ ହେଇଛି ସାଇକ୍ଲୋନ, କାରଣ ମୋ ଟାଇମ ଠିକ ଅଛି ନା, ମୋ ଟାଇମ ଠିକ ଅଛି। ଦୀର୍ଘ 7 ବର୍ଷର କଥା ମୁଁ କହୁଛି। ତାହେଲେ 99ରେ ହେଲା, 99 ମୁଁ ଆଡମିସନ ନେଲି 96, କେତେ ବର୍ଷ ହେଲା? 96, 97, 98, 99, 4 ବର୍ଷ लगभग। अवरेज 4 वर्षर साधन तुमको केते लिफ्ट दे देखो। तुमर ए दृढ़ निष्पत्ति, दृढ़ संकल्प
ତାହେଲେ ତମ ଅପସନ ଦେଇଦେଲା ଉଠ ସାଧନ କର, ମୁଁ ଯାଉଛି ମୁଁ ଯାଉଛି। କାରଣ ଜଣକର ଇଚ୍ଛା ଶକ୍ତି ପାଖରେ ତମେ ତ ପ୍ରକୃତି ତୁମେ ପ୍ରକୃତିର ମାଲିକ ନୁହେଁ କି? ଆଉ ପ୍ରକୃତି ଯେତେବେଳେ ତାଣ୍ଡବ ନୃତ୍ୟ କରଉଛି, କିନ୍ତୁ ତୁମକୁ ତ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ପଡିବ ନା। ତୁମ ଶକ୍ତି ଅନୁସାରେ ସେ ପ୍ରଭାବିତ ହବ କି ନାହିଁ? ତୁମେ ସଂକଳ୍ପ ନେଇଛ, ନାଇଁ ମୁଁ ସବୁଦିନ ସାଧନ କରିବି, ଚାहे ଡ୍ରଟ୍ ହଉ, ସାଇକ୍ଲୋନ ହଉ, ଫ୍ଲଡ୍ ହଉ, ଯାହା ବି ହଉ, ତୁମର ଗୋଟିଏ ଇଚ୍ଛା ଶକ୍ତି। ମୁଁ କହିଛି ବାରମ୍ବାର, ଗୋଟିଏ ଇଚ୍ଛା ଶକ୍ତି, ଗୋଟେ ଡିଷ୍ଟ୍ରିକ୍ଟ, ଗୋଟେ ଗାଁ, ଗୋଟେ ପରିବାର, ଆଉ ପୁରା ପ୍ରୋଭିନ୍ସ, ପୁରା ଷ୍ଟେଟ୍, ପୁରା ୱାର୍ଲଡକୁ ବି କଣ୍ଟ୍ରୋଲ କରିପାରିବ। ଗୋଟେ ପ୍ରୋଭିନ୍ସ କଣ୍ଟ୍ରୋଲ, ଡିଷ୍ଟ୍ରିକ୍ଟ ନୁହେଁ, ଡିଷ୍ଟ୍ରିକ୍ଟ ପରେ ପ୍ରୋଭିନ୍ସ କଣ୍ଟ୍ରୋଲ କରିବ, ପ୍ରୋଭିନ୍ସ ପରେ ଇଣ୍ଡିଆକୁ କଣ୍ଟ୍ରୋଲ କରିବ, ଦେଶ ଯୋଉଟା ଷ୍ଟେଟ୍ ପରେ ପୁଣି ୱାର୍ଲଡ ମାନେ କଣ୍ଟ୍ରୋଲ କରିପାରିବ। ଗୋଟିଏ ଭାବନା, ତୁମର ସୂକ୍ଷ୍ମ ଭାବନା, କମ ବଡ କଥା ନୁହେଁ। କିନ୍ତୁ ତୁମ ଭାବନାରେ ଯଦି ମଳିନତା ନଥାଏ, ମୁଁ ଯଦି ଭାବିଥାନ୍ତି ମୂଳରୁ, ହଁ ସାଇକ୍ଲୋନ ହେଲେ ମୁଁ ଆଉ କଣ କରିପାରିବି, ଫ୍ଲଡ୍ ହେଲେ କଣ ମୁଁ କରିପାରିବି, ଡ୍ରଟ୍ ହେଲେ କଣ ମୁଁ କରିପାରିବି, କାରଣ ସେ ଭାବନା ମୋର ନଥିଲା। ମୁଁ ତ ଓଭରକମ୍ କରିକି ସାଧନରେ ନିଷ୍ପତ୍ତି ନେଇଥିଲି, ଯାହା ବି ହେଇଯାଉ ମୁଁ କରିବି ସାଧନ। ଗୋଟିଏ ଅଗ୍ନିଶିଖା, ଟିକେ ନାକୁରୁ ଅଗ୍ନିଶିଖା, ମନେ କରନ୍ତୁ ମୋ ଭାବନାରେ ଟିକେ ନାକୁରୁ ଅଗ୍ନିଶିଖା ଅଛି, ଅଗ୍ନି ଭଳି, ଗୋଟେ ଜଙ୍ଗଲକୁ ପୋଡ଼ି ପାରିବ କି ନାହିଁ? ସାଧାରଣ ଟିକେ ଅଗ୍ନିଶିଖା। ସେମିତି ତୁମର ଯୋଉ ସୂକ୍ଷ୍ମ ଚିନ୍ତାଧାରା, ସୂକ୍ଷ୍ମ ଭାବନା, ଡିଟରମିନେସନ, ଯେ ମୁଁ ପ୍ରତ୍ୟେକ ଦିନ ସାଧନ କରିବି, ତା ପାଖରେ କିଏ ଷ୍ଟାଣ୍ଡ କରିବ କୁହନ୍ତୁ? ସ୍ୱୟଂ ଭଗବାନ ଆସିଲେ ବି ଷ୍ଟାଣ୍ଡ କରିପାରିବନି, କାରଣ ଇଏ ଭଗବାନର ଭଗବାନ, ତୁମେ ସ୍ୱୟଂ। ଆଗରୁ କ୍ଲିୟର କଟ୍ ହେଇଛି, ଦଲିଲ ଲେଖା ହେଇଛି, ଶିବମୁନି ଲେଖି ଯାଇଛନ୍ତି, ତୁମେ ଭଗବାନର ଭଗବାନ, ଈଶ୍ୱରର ଈଶ୍ୱର। ତେଣୁ ତୁମେ ସର୍ବେଶ୍ୱର ଯେତେବେଳେ ନିଜକୁ ଭାବନା କରୁଛ ଏବଂ ଏ ଭାବନାରେ ନିଷ୍ପତ୍ତି ନେଇଛ, ଆଉ ଯଦି ତୁମେ ନିଜକୁ କହିବ ନାଇଁ ମୁଁ ସର୍ବେଶ୍ୱର ନୁହେଁ, ଏପଟରେ ଗୋଟେ ଛୋଟ ଭାବନା କରୁଥିବ, ମୁଁ ଗୋଟେ ସାଧାରଣ ଲୋକ, ତାହେଲେ ପ୍ରକୃତି କାହିଁ ତୁମକୁ ମାନିବ? ଆସନ୍ତୁ, ପୁଣି କଣ୍ଟ୍ରାଡିକ୍ଟୋରୀ ହବ ଏଠି। ପ୍ରକୃତି କାହିଁ ତୁମ କଥାକୁ ମାନିବ? ତୁମେ ଯଦି ପ୍ରତ୍ୟେକ ଦିନ ସୁଭାବନାରେ ସ୍ଥିର ଥିବ, ନାଇଁ ମୁଁ ବାସ୍ତବରେ ମୁଁ ଈଶ୍ୱର, ଅହଂ ପରବ୍ରହ୍ମ ଯୁବା କୁମାର କହୁଥିବ, ଆଉ ପତି ପତିନାଂ ପରମେଶ୍ୱର, ପତି ମାନେ ମାଲିକର, ମୁଁ ହଉଛି ମାଲିକ, ପତି ପତିନାଂ ପରମେଶ୍ୱର ଅହଂ, ପରମେଶ୍ୱର ମାନେ ମୁଁ, ପତି ମାଲିକର ମାଲିକ, ଭଗବାନର ଭଗବାନ, ଆଉ ଈଶ୍ୱରର ଈଶ୍ୱର, ତେଣୁ ମୁଁ ସର୍ବେଶ୍ୱର। ଯଦି ନିଜକୁ ପ୍ରତ୍ୟେକ ଦିନ ମେସେଜ କରୁଥିବ, ପ୍ରତ୍ୟେକ ଦିନ ଇନ୍ଧନ ଦଉଥିବ ନିଜର ହୃଦୟକୁ, ନିଜର ମନକୁ, ନିଜର ବୁଦ୍ଧିକୁ, ନିଜର ବିବେକକୁ, ଯଦି ସବୁଦିନ ଏଇ ରଙ୍ଗରେ ରଙ୍ଗଉଥିବ ପ୍ରତ୍ୟେକ ଦିନ, ଯେ ମୁଁ, ଆଉ ତୁମେ ସବୁଦିନ ଉଠିବ ସ୍ୱରରେ ବୋଲିବ ଅହଂ ପରବ୍ରହ୍ମ ଯୁବା କୁମାର, କିଛି ମୂଲ୍ୟ ରହିବନି। ପତି ପତିନାଂ ପରମେଶ୍ୱର, କିଛି ମୂଲ୍ୟ ରହିବନି। ତାର ଭାବନା ଭିତରକୁ ପଶ, ଯେ ବାସ୍ତବରେ ତୁମେ ଚିନ୍ତା କର ମୁଁ ସେଇଆ, ତାହେଲେ ସେଇଟା ପ୍ରତିଫଳନ ହବ ତୁମ ହୃଦୟରେ, ତୁମ ଜ୍ଞାନରେ, ତୁମର ଶକ୍ତିରେ, ଶକ୍ତିକୁ ମଜବୁତ ଆଣିବ। ଆଉ ଏଇ କୋଡଟା ଲାଗୁ ହବ କୋଉଠି ନା ସେଠି, ପ୍ରକୃତିକୁ କଣ୍ଟ୍ରୋଲ କରିବା ପାଇଁ। ଆଉ ତୁମେ ଯଦି ବୋଲିବ ଆହେ ଦୟାମୟ ବିଶ୍ୱବିହାରୀ, ଘେନ ଦୟା ବହି ମୋର ଗୁହାରି, ନା କଣ? ଜଳ ସ୍ଥଳ ବନଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ। ଆଉ ତୁମ ଲୀଳା କୋଉଠି ପ୍ରକାଶ ହବ? ସେ ତା ଲୀଳା ପ୍ରକାଶ କରିବ। ମୋତେ ଏତିକି ଶିକ୍ଷା ସ୍ୱାଇଁ ସେ ଜ୍ଞାନ ଏଠି ନାହିଁ ବାବା।
ଇଏ ଉଚ୍ଚ ଶ୍ରେଣୀର ଜ୍ଞାନ। ସେ ପ୍ରାର୍ଥନା ଏଠି କାମ ଦବନି। ଏଠି ପ୍ରାର୍ଥନା କରନି, ନିଜେ ଆଦେଶ ଦିଅ। ଆଉ ଜିରୋ ହେଇଯାଅ, ଆବଶ୍ୟକ ହେଲେ ତୁମେ ଜିରୋ ହେଇଯାଅ, ସମର୍ପଣରେ ରୁହ। ସବୁ ତାକୁ ହସ୍ତାନ୍ତର କରିଦିଅ। ପାଅ ଯେ ତୁ ଯେ ମୁଁ ସେଇ, ତୁ ମୋ କଥା ବୁଝିବୁ, ପୁରା ନ୍ୟୁଟ୍ରାଲ ହେଇଯିବ। ନ୍ୟୁଟ୍ରାଲ ହେଲେ ବି ଶକ୍ତି ସମାହାର ଆସିବ। ଏଇ ଗୋଟିଏ ସାଧନ ସୂକ୍ଷ୍ମ ଭାବରେ ଚିନ୍ତା କରନ୍ତୁ ତ ଦେଖିବେ କେତେ ଉଚ୍ଚ ଶ୍ରେଣୀରେ ପହଞ୍ଚିବେ। ଯୁଆଡେ ହେଲେ ଗୋଟେ ଡାଇ ଧର। ଯଦି ସବୁଦିନ ସାଧନ କରିବା ପାଇଁ ସଂକଳ୍ପ ନିଅ, ତାହେଲେ ଏ ସଂକଳ୍ପ ସବୁ କାଟିଦିଅ ଯେ ମୁଁ କରିବି କରିବି କରିବି। ଆଉ ତୁମେ ତ ଟିକେ ନାଗରୁ କୋଉଠି ମେଲଣ ହେଲେ ପଳେଇବ, ବୁଝିଲେ? କୋଉଠି ଯଜ୍ଞ ହେଲେ ଦେଖିବାକୁ ପଳେଇ ଯାଉଛ, କୋଉଠି ମାର୍କେଟିଂ ଅଟକି ଗଲାଣି ତ ଗଲା। ଜଣେ କ୍ୟାନ୍ସର ପେସେଣ୍ଟ ଏଠି ଆସିଥିଲା, କ୍ୟାନ୍ସର ପେସେଣ୍ଟ ପୁରା ଭଲ ହେଇଗଲା। କେତେ ଲାଇଟ୍ ନେଇଥିଲା, 30ଟା ଲାଇଟ୍ କଣା ହେଇଯାଇଥିଲା, ଗାଲ ଏପଟ ସବୁ ଏଠି ଠିକ ହେଇଗଲା। ପୁରା ଆମ ସାଙ୍ଗରେ ଏଠି ଫୁଟବଲ ଭଲ ଖେଳିଲା, ଆଶ୍ରମରେ ରହିଥିଲା, ମଜବୁତ ଲୋକ। ତାର ପୁଣି ପୂର୍ବ କଳା ମନେ ପଡିଲା। ପୂର୍ବ କଳା କଣ ନା, ରାତିରେ ଉଠିକିରି ପରିବା ଆଣିବାକୁ ଯିବ। ମାର୍କେଟ କରୁଥିଲା, ପରିବା ମାର୍କେଟ କରୁଥିଲା। ଗାଡି ଗଦିରୁ ଆଣିବ, ବିକ୍ରି କରିବ। ମତେ କହିଲା ବାବା କଣ କରିବା, ମୁଁ ଚଳିବି କେମିତି? ରାତିରୁ ଅନିଦ୍ରା ହବାକୁ ପଡିବ, ଯୋଗ ବନ୍ଦ କରିବାକୁ ପଡିବ। ଯଦି ଯୋଗ ବନ୍ଦ କରିବ, ରୋଗ ପୁଣି ଆକ୍ରମଣ କରିବ। ଭଲ ହେଇଯାଇଛି, ତମେ ଅନ୍ୟ କୋଉ ବିଜନେସ ଦେଖାଅ, ସେଗୁଡା ରାତି ଅନିଦ୍ରା ବିଜନେସ କରନି। ଯିଏ ବ୍ୟାଘାତ ଦଉଛି ତୁମକୁ, ତୁମେ କଣ ଆସିଥିଲ ଏଇ ପରିବା ବେପାର କରିବା ପାଇଁ? ଆଉ କଣ କିଛି ବେପାର ନାହିଁ ତମ ପାଇଁ? ଚେଞ୍ଜ କରିଦିଅ ଅପସନ। କାରଣ ତୁମେ ଭଲ ହେଇଛ, କାଲି ଖରାପ ହେଇଯିବ, କିଏ ସେଥିପାଇଁ ଦାୟୀ ହବ? ମୋ କଥା ମାନିଲାନି। ଏଇପା ହଉଛି ଦୃଢ ସଂକଳ୍ପ ନାହିଁ। ରାତିରୁ ଉଠିଲା, ସପ୍ତାହରେ 2 ଥର ସେ ଯିବ, ରାତି ଅନିଦ୍ରା ହବ, ସାଧନ ବନ୍ଦ କରିବ। ପୁଣି ବାହାରିଲା କ୍ୟାନ୍ସର। କାରଣ କ୍ୟାନ୍ସର ଡରିଥିଲା ଏଇଥିପାଇଁ ଯେ ଏ ଦୃଢ ନିଷ୍ପତ୍ତି ନେଇଛି, ବା ପ୍ରତ୍ୟେକ ଦିନ ସାଧନ କରୁଛି, ଭାବ ଅଛି କେମିତି ବଞ୍ଚିବ, କେମିତି ଭଲ ହବ। ସେଥିପାଇଁ କ୍ୟାନ୍ସର ଦୂରେଇ ଯାଇଥିଲା। ତାପରେ ଦେଖିଲା ଇଏ ଗୁରୁଙ୍କ କଥା ମାନୁନି, ତା ଭିତରେ ଯୋଉ ଶକ୍ତି ଅଛି। ଇଏ ତା ରାତିରେ ଉଠିଲା, ବେଗ ପତ୍ର ଧରିଲା, ଗାଡି ରଖି, ଗାଡି ଗୁଡା କିଣିଦେଲା ପରିବା ପାଇଁ। ସେଟା ଛୋଟ ଗାଡି କଣ ହେଇଲା, ପିକଅପ୍ ନା କଣ କିଣିଦେଲା, ଗାଡିରେ ଆଣିବ, ଲୋଡ କରିବ। ଆଉ ନା ଗୁରୁ, ନା ସ୍ୱତନ୍ତ୍ର, ନା ଯୋଗ, ସବୁ ଭୁଲିଗଲା। ବାହାରିଲା ପରେ ପୁଣି ଆସିଲେ ବାବୁ ମୋ ପାଖକୁ। ଆଜ୍ଞା ଗାଲରେ କଣ ପୁଣି ପୂଜ ଦେଲାଣି, ପୁଣି ଧପଧପ ହେଲାଣି। ମୁଁ କହିଲି ବୁଝ ମାନେ ଆଉ ଟାଇମ ନାହିଁ, ଡେଥ, ଗୋଇଂ ଟୁ ଡେଥ। ଏ କଥା ବୁଝନ୍ତୁ ଭଲ ଭାବେ। ତୁମ ଜୀବନ ଆଗେ ନା ପରିବା ବ୍ୟବସାୟଟା ଆଗେ? ଆଉ ତ ପରିବା ନାହିଁ, ନା ଗାଡି ଅଛି, ନା ପରିବା ଅଛି, ନା ସେ ଲୋକ ଅଛି। ପୃଥିବୀ ଅଛି, ପରିବା ଅଛି, ସବୁ ଅଛି, କିନ୍ତୁ ତୁମେ ନା। ନା ଯୋଗ ଅଛି, ନା ମୁନି ସମାଜ ଅଛି। ତେଣୁ ତୁମ ଜଣେ ଜଣେ ଆସୁଛନ୍ତି, କହୁଛନ୍ତି କଣ କରିବା, ରାତି ଡ୍ୟୁଟି ଅଛି, ରାତିରେ ମୁଁ ସର୍ଭିସ କରିଛି, ରାତିରେ ଅନିଦ୍ରା ହେବାକୁ ପଡିବି, ଯୋଗ କେମିତି କରିବି? ସେ ଚାକିରି ଛାଡ଼ିଦିଅ, ଅନ୍ୟ ଚାକିରି କର। ନା ନାଇଁ, ତାହେଲେ ଯୋଗ କରିବ କେମିତି? ଯୋଗକୁ ବ୍ୟାଘାତ କରୁଥିବା ଏନି ଇନସିଡେଣ୍ଟ ତାକୁ କାଟ, ତାହେଲେ ତୁମେ ଠିକ ସେ କରିପାରିବ, ଠିକ ସେ କରିପାରିବ। ଆଉ ତମେ ଯଦି ବିଯୋଗୀ ହବ, ବିଯୋଗୀ ହେଲେ ତ ବିଯୋଗୀ ହବ, କିଛି ନାହିଁ। ବିଯୋଗୀ ପାଇଁ ସବୁ ଯାକ ଆଇଟମ ଥୁଆ ହେଇଛି, ପ୍ରକୃତି ରଖିଛି, ନୀତି ନିୟମ ବି ରଖା ହେଇଛି। ତେଣୁ ଚିନ୍ତା କରନ୍ତୁ, ବିଯୋଗୀ ହବା ପାଇଁ ଅନେକ ଇନସିଡେଣ୍ଟ ଅଛି, ଅନେକ ଘଟଣା ଅଛି ତୁମକୁ ଟାଣିବା ପାଇଁ। ଯଦି ଯୋଗକୁ ବ୍ୟାଘାତ କରୁଥିବା କୌଣସି କର୍ମ ତୁମ ପାଖରେ ଅଛି, ତାକୁ କାଟ, ଅପସନ ଆଉ ଗୋଟେ ଆଣିକି ଥୁଅ, ତମେ କରିପାରିବ ସେ ଜିନିଷ। କେବଳ ତୁମର ଜ୍ଞାନ ଦରକାର,
ସାଧନକୁ ତ୍ୱରାନ୍ୱିତ କରିବା ପାଇଁ ସେତିକି ସଂକଳ୍ପ ଦରକାର ସୂକ୍ଷ୍ମ ଭାବରେ ନା ମୁଁ ଏଇଟା କରିବି ଦେଖିବ ସବୁଯାକ ସୂକ୍ଷ୍ମ ଜିନିଷ ସବୁଯାକ ଭାବନା ତୁମେ ଯାହା ଭାବନା କରୁଥିବ ସେଇଟା ତୁମକୁ ଆଣି ଦେଇଦେବ ରେଗୁଲାର। ସେଇଥିପାଇଁ ଗୁରୁଦେବ ଆସିଲେ କହିଲେ ସବୁଦିନ ସାଧନ କରିବା ପାଇଁ ଶପଥ କର। ଏଇଥିପାଇଁ ରଖିଛି କାରଣ ତାର ପାୱାର ବହୁତ ଅଧିକ। ପ୍ରତ୍ୟେକ ଦିନ ସାଧନ କରୁଥିବା ବ୍ୟକ୍ତିର ପାୱାର ଅନେକ ଅନେକ ଅନେକ। ଆଉ ଯଦି ତୁମେ ଦୃଢ ଭାବରେ ସଂକଳ୍ପ ନେଇଗଲ ମନେ ରଖନ୍ତୁ ମାନେ କାୟ ମନ ବାକ୍ୟରେ କିଛି ଯେତେ ବିପଦ ଆସୁ ଯାହା ଆସୁ ମୁଁ କରିବି ଦେଖିବ ଏମିତି ଗୋଟେ ଇନସିଡେଣ୍ଟ ସୃଷ୍ଟି ହେବ ତମକୁ କୌଣସି ବିପଦ ଦେଖେଇବନି ଆସିବନି ସୁଯୋଗ ସୃଷ୍ଟି କରେଇବନି ସେ କେବେ ତମ ଅଣ୍ଡରକୁ ପଳେଇ ଆସିବ। ଆମେ ବି ସ୍କୁଲକୁ ଯିବା ପାଇଁ ଡରୁଥିଲୁ ମିଛରେ ପେଟ କଣ ହଉନଥିବ ବୋଉ କହିବୁ ପେଟ କଣ ହଉଛି ଆଜି ଯିବନି ପେଟ ତ କଣ ହେଇଯାଉଛି ଆଉ କାରଣ ଠକିବାର ମନୋବୃତ୍ତି ଅଛି ନା ସ୍କୁଲକୁ ନ ଯିବାର ମନୋବୃତ୍ତି ପିଲାବେଳର ଘଟଣା ମୁଁ କହୁଛି। ସେମିତି ଏଠି ସେମିତି ତୁମେ କେବେ ବି ଭାବନା କରିବନି ଆଳସ୍ୟ ଆଣିବନି ଯେ ମୁଁ ଆଜି ସାଧନ କରିବି କି ନାହିଁ। ଜଷ୍ଟ ନିଦ ଭାଙ୍ଗିଲା ତ ଉଠି ବସି ପଡିବ ନହେଲେ ନିଦ ପୁଣି ଆକ୍ରମଣ କରିବ। ନିଦ ଭାଙ୍ଗିଲା ଉଠି ବସିବ। ଶୀତ ଦିନେ କମଳର ସ୍ୱାଦ ଗରମ ଗରମ ଲାଗିବ ହଁ ଉଠିବା ତ ଦେଖିବା ଆଉ ଟିକେ ଯାଉ ଆଉ ଟିକେ ମାନେ ସୂର୍ଯ୍ୟ ଉଦୟ ଦେଖିବ ଆଉ ଟିକେ ମାନେ ହିଁ ସୂର୍ଯ୍ୟ ଉଦୟ ଦେଖିବ ଜାଣ। ତେଣୁ ଏଇ ଯୋଉ ବିଶୃଙ୍ଖଳା ଜ୍ଞାନ ସୂକ୍ଷ୍ମ ଭାବରେ ନ ରହୁ ତୁମେ ସୂକ୍ଷ୍ମ ସ୍ତରର ଭାବନା ଆଣ ସୂକ୍ଷ୍ମ ସାଧନ ପାଇଁ ଯେପରିକି ସେହି ସାଧନାରେ କିଛି ମଳିନତା ନ ରହୁ ମଳିନ ନ ଆଜି ଏତିକି। ହଉ ଏବେ ମତାମତ ନବା କାହାର କଣ ଅଛି ବ୍ୟାଘାତ ସୃଷ୍ଟି ଯାହାର ହଉଛି କଣ କାରଣ ଅଛି କୁହନ୍ତୁ। ଗୋଟିଏ ମାତ୍ର ଷ୍ଟେପ ତୁମକୁ ନେଇ ଗୋଟିଏ କୁହନ୍ତୁ। ପ୍ରଣାମ ଗୁରୁଜୀ। ପ୍ରଣାମ। ସତ୍ସଙ୍ଗରେ ଉପସ୍ଥିତ ମୋର ଜ୍ଞାନୀ ଜିଜ୍ଞାସୁ ମୁନି ଓ ମୁନିମତି ଏ ଭଉଣୀ ମାନେ ଆଜି ଗୋଟେ ସ୍ୱତନ୍ତ୍ର ସତ୍ସଙ୍ଗ ହେଲା ଯାହାକି ଟପିକ ସହିତ ନଥିଲେ ମଧ୍ୟ ଗୁରୁଜୀଙ୍କର ନିଜ ଜ୍ଞାନ ଅନୁଭବ ଜନ୍ୟ ଜ୍ଞାନ ଆଉ ଆମ ପାଇଁ ଅତି ଜରୁରୀ ଆଉ ଅତି ଜରୁରୀ। କାହିଁକି ନା ଆମେ ଅଧିକାଂଶ ମୁଁ ବି ଯଦି କିଛି ଅସୁବିଧା ଆସିଲା ଆଉ ସକାଳ ନହେଲେ ସନ୍ଧ୍ୟାବେଳେ କରିବା ଏହା କହିକି ଆମେ ଟାଳିଦେବା ପାଇଁ ଚେଷ୍ଟା କରୁ। ମୁଁ ଅବଶ୍ୟ ସେମିତି କରେ ନେଇ ଯଦି ବି 4ଟା ବେଳେ ନିଦ ଭାଙ୍ଗିଲା ମୁଁ ସେ 4ଟା ବେଳେ ଆରମ୍ଭ କରିବି। ତେଣୁ କିନ୍ତୁ ଯଦି ଆମେ ସୂକ୍ଷ୍ମ ଭାବରେ ଆମ ମନ ଶକ୍ତିଶାଳୀ ମନ ସାଧନ କରିବା ପାଇଁ ସଂକଳ୍ପବଦ୍ଧ ହେଇଥିବ ତାହେଲେ ଏସବୁ ଅସୁବିଧା ଦୂରେଇ ଯାଇପାରିବ। ପ୍ରଥମେ ଯୋଗଟା ମନର ଭାବନା ଭିତରେ ଆନିତ ହେବା ଉଚିତ ଯାହାକି ଗୁରୁଜୀଙ୍କର ଅନୁଭବ ଜନ୍ୟ ଜ୍ଞାନ। ମନ ଭିତରେ ଯଦି ଯୋଗ କରିବାର ବହୁତ ଉତ୍କଣ୍ଠା ବିପୁଳ ଆସ୍ଥା ଥାଏ ଆତ୍ମଦେବଙ୍କ ଉପରେ ବିପୁଳ ଆସ୍ଥା ଥାଏ ତାହେଲେ ନିଦ କରିବ କିଛି ଅଟକେଇ ପାରିବନି। ପ୍ରଥମେ ଏଇ ସୂକ୍ଷ୍ମ ଜିନିଷଟା ମୂଳ ରୂପ ନବ। ଆଉ ଆମେ ସାଧନ କରିବା ବେଳେ ଛାତି ଉପରେ ହାତ ରଖି ଶପଥ କରିଛୁ। ଛୋଟିଆ କଥା ନୁହେଁ, ଛାତି ଉପରେ ହାତ ରଖି ଶପଥ କରିଛୁ ଯେ ମୁଁ ନିୟମିତ ସାଧନ କରିବି ଯେଟା କି ଗୁରୁଦେବ ବତେଇଛନ୍ତି। ଗୁରୁଦେବ ବତେଇଛନ୍ତି ଏଇ ଜିନିଷଟା ଏତେ ଛୋଟ ହେଲେ ବି ମଣିଷ ଜୀବନକୁ ପରିବର୍ତ୍ତନ କରିଦେବାର କଳା। ସେଥିପାଇଁ ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଆମେ ତାକୁ ଅତିକ୍ରମ କରିକି ସାଧନ କରିବା। କାହିଁକି ନା ଆମେ ଯଦି ଚାହିଁବା ଗୋଟେ ପ୍ରତିବନ୍ଧକ ଆସୁ
ବା ପ୍ରତିବନ୍ଧକ ଆସୁଛି ତାହେଲେ ଆମେ ସାଧନ କରିପାରିବାନି। ଆମେ ଚାହିଁବା ପ୍ରତିବନ୍ଧକ ହିଁ ନାହିଁ। ପ୍ରକୃତି ତା କାମ କରୁଛି, ଆମ ପାରିପାର୍ଶ୍ୱିକ ପରିସ୍ଥିତି ତା କାମ କରୁଛି, ମୁଁ ମୋ କାମ କରିବି, ସେମାନେ କାମ କରିବେ। କିନ୍ତୁ ଆମେ ଯେହେତୁ ଶପଥ ନେଇଛେ ଆମେ ଆମ କାମ କରିବା। ଆଉ ଗୋଟେ ଜିନିଷ ହଉଛି ଯେ ନିୟମିତ ସାଧନ କରିବ, ଯାହା ଚାହିଁବ ତାହା ପାଇବ, ଆଉ ଯାହା ଚାହିଁବ ତା ନିର୍ଦ୍ଦେଶରେ ମଧ୍ୟ ପ୍ରକୃତି ପରିବର୍ତ୍ତିତ ହେଇପାରେ, ଯାହାକି ଗୁରୁ ଗୋଟେ ଉଦାହରଣ ଦେଇଛନ୍ତି। ଆଉ ଗୁରୁଦେବଙ୍କ ସଭାରେ ଯେତେବେଳେ ତାଙ୍କୁ ପଚାଣ୍ଡା ମାଡ଼ ହେଲା ଆଉ ଇଏ ମାଡ଼ ହେଲା, ସେ ସ୍ଥିର ରହିଥିଲେ, ସେ କିଛି କହିନଥିଲେ କାହାରିକୁ। ଏତେ ତାଙ୍କର ଶକ୍ତିଶାଳୀ ମନୋବଳ ଇଚ୍ଛା ଶକ୍ତି ଥିଲା, ଯାହାକି କ୍ଷଣକ ମଧ୍ୟରେ ତାହା ବନ୍ଦ ହେଇଗଲା। ଆଉ ଦୃଢ ସଂକଳ୍ପ ଯଦି ଆମେ ନେଇଥିବା, ଆମ ସାଧନକୁ ବ୍ୟାଘାତ ଦେବା ପାଇଁ ଯୋଉ ବିପଦ ଦୂରରୁ ଆସୁଛନ୍ତି, ସେମାନେ ଦୂରରୁ ପ୍ରଣାମ କରିକି ହିଁ ଫେରିଯିବେ, ଆମକୁ ସ୍ପର୍ଶ କରିପାରିବେନି। କାହିଁକି ନା ଆମେ ଈଶ୍ୱରଙ୍କର ଈଶ୍ୱର ପାଇଁ ବିପଦ କଣ? ବିପଦଟା ଈଶ୍ୱର ଅବଶ୍ୟ ସୃଷ୍ଟି କରିଛନ୍ତି ବା କରିନାହାନ୍ତି, କିନ୍ତୁ ଆମେ ଯଦି ଦୃଢ ଭାବରେ ନିଜକୁ ଈଶ୍ୱର ମାନି ନେବା କାୟ ମନ ବାକ୍ୟ ଶରୀର, ତାହେଲେ ବିପଦ କାହିଁକି ଆସିବ? ମନୁଷ୍ୟ ମନରେ ବହୁତ ଶକ୍ତି ଅଛି, ଯାହା ଅତି ସୂକ୍ଷ୍ମ, ସବୁ ପ୍ରତିବନ୍ଧକ ଦୂର ଦେଇପାରିବେ ଯଦି ଆମେ ସେ ସୂକ୍ଷ୍ମ ଶରୀର ସୂକ୍ଷ୍ମ ସତ୍ତାକୁ ଅନୁଭବ କରିବା ଆଉ କାମରେ ଲଗାଇବା। ତେଣୁ ମୁଁ ଅନୁରୋଧ କରିବି ସମସ୍ତଙ୍କୁ, ଗୁରୁଜୀଙ୍କର ଏଇ ଅନୁଭବ ଜନ୍ୟ ଜ୍ଞାନକୁ ସେମାନେ ଆତ୍ମସାତ କରିବେ ଆଉ ସାଧନର ମଳିନତା ଆଣିବେ। କୌଣସି ଦିନ ସାଧନର ମଳିନତା ଆଣିବେନି, ସାଧନ କରିବା ହିଁ ସାଧନ କରିବା। ଆମେ ଶପଥ ନେଇଛେ ହିଁ ସାଧନ କରିବା, ତା ପଛେ ବି ଯାହା ହବ ସମସ୍ତଙ୍କ କାମ କୁକୁର ତାର ଭୋକିବ, ମେଘ ବର୍ଷିବ, ପବନ ହବ, ସବୁ କିଛି ହବ, କିନ୍ତୁ ଆମେ ଆମ କାମ ବି କରିବା। ତେଣୁ ଆମେ ଆଜି ଗୋଟେ ବହୁତ ବଡ ଜ୍ଞାନ ପାଇଲେ, ସୂକ୍ଷ୍ମ ଜ୍ଞାନ ପାଇଲେ, ଅନୁଭବଜନ୍ୟ ଜ୍ଞାନ ପାଇଲେ ଯେ ସାଧନ ଆମ ଜୀବନର ଲକ୍ଷ୍ୟ ହେବା ଉଚିତ। ଯାବତ ଏ ଶରୀର ଥିବ, ଯାବତ ଏ ଜୀବନ ଥିବ, ଆମେ ସାଧନ କରିବୁ। ଜୟ ଜୟ। ଧନ୍ୟବାଦ। ସୂକ୍ଷ୍ମ ଭାବରେ ଆମର ଯୋଉ ପ୍ରବଚନକୁ ଏଠି ସ୍ଥାନିତ କଲେ, ସୁନ୍ଦର ଥିଲା ତାଙ୍କର ଅଭିମତ ଏବଂ ଉପାଖ୍ୟାନ। ଧନ୍ୟବାଦ। କୁହନ୍ତୁ, କିଏ କହୁଥିଲା? ଗୁରୁଜୀ ଆପଣ କହୁଥିଲେ ଟପିକ କଣ ଆଣିଥିଲେ? ଏତେ ସୁନ୍ଦର ଟପିକ ଥିଲା। ହଁ କୁହ। ହଁ, ମୁଁ କହିଲି ଆପଣ କହୁଥିଲେ କଣ କହିବି, କିନ୍ତୁ ଏତେ ସୁନ୍ଦର ଟପିକ ଆଣିଲେ, ଯାହାକି ଆମକୁ ଦୃଢ ସଂକଳ୍ପ ବିଷୟରେ ଆଉ ଥରେ ଅବଗତ କରିଦେଲେ। ମତେ ବି ରାତି 3ଟାରେ ମୁଁ ତାହେଲେ ଉଠେ, ମନ କହିବା ଆଉ ଟିକେ ଶୋଇପଡ, କିନ୍ତୁ ମୁଁ ଭାବେ ଯଦି ଆଉ ଟିକେ ଶୋଇବି ତାହେଲେ ସୂର୍ଯ୍ୟ ଦେଖିବାକୁ ଶୋଇବି, ଆଉ ଟିକେ କାହିଁ ଶୋଇବି? ମୁଁ କମଳ ଫମଳ ଫୋପାଡ଼ି ଦିଏ, ଉଠି ପଡେ, ଜଷ୍ଟ ବସି ପଡେ 2-3 ମିନିଟ୍, ତାପରେ ଆରାମରେ ଉଠି ନିତ୍ୟ କର୍ମଚାରୀ ମୁଁ ଯୋଗ ଉପରେ ବସି ପଡେ। ଆଉ ଗୁରୁଜୀ ଏଇଟାକୁ ଟିକେ ଛାଡିବେ, এটা অতি সুন্দর। আমরা ঘরକୁ ବି ଶୁଣେଇ ଏତେ ସଂକଳ୍ପ ଟିକେ ଆଣିବା ଭିତରେ। ଜୟ ଜୟ। ଠିକ ଅଛି, ତୁମର ନିବେଦନ ଉଚ୍ଚ କୋଟିର। ହଁ ଟିକେ ରୁହ, ଟିକେ ମୁଁ କହିଲେ ସିନା ତମେ କହିବ, ଅପେକ୍ଷା କର, ମୁଁ ସରିଯାଉ। ତେଣୁ ଏଇ ଜ୍ଞାନକୁ ବା ଏଇ ଜ୍ଞାନରେ ଯଦି ଜଣେ ଅନୁଭବ କରୁଥିବେ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ, ତାହେଲେ ନିଶ୍ଚିନ୍ତ ଭାବରେ ଏଇ ଟପିକ ନିଶ୍ଚିନ୍ତ ସୁନ୍ଦର ଲାଗିଥିବ ତାଙ୍କୁ, ଆଉ ଦୃଢ ସଂକଳ୍ପ ନେଇପାରିବେ। ଧନ୍ୟବାଦ। ଆଉ କିଏ କହିବେ? ହଁ କୁହନ୍ତୁ। ରୁହନ୍ତୁ, ଉଦଳା ଟିକେ ରୁହନ୍ତୁ। ସେ କିଏ କହୁଥିଲା? ଆଜ୍ଞା ପ୍ରଭାତ କୁହ। ଗୁରୁଜୀ ଆଜିକା ଟପିକ ଟା ବହୁତ ସୁନ୍ଦର ହେଇଛି। ଆଉ ଯେମିତି କି ଆପଣ ଜାଣିପାରିଲେ, ଯେମିତି ଆମର ଆତ୍ମାର କଥାଟାକ ସେଇଭଳିଆ ଆପଣ ପ୍ରକାଶ କଲେ। ଆଉ ଆମର ଯୋଉ ଦୃଢ ସଂକଳ୍ପ ଆହୁରି ଦୃଢ ହେଇଗଲା। ଆଉ ଯେତେ ପ୍ରକାର ସାଂସାରିକ ବାଧାବିଘ୍ନ ଆସୁଥିଲା, ଏଇ ଭିତରେ ମୋ ମନୋବଳ ବହୁତ ଭାଙ୍ଗି ପଡିଥିଲା। ତଥାପି ମୁଁ ଯୋଗ କରିବା ପାଇଁ କେବେ ବି ଛାଡେନି, ଯେ ମୁଁ ଡାକ୍ତରଖାନା ଜଗିବିନି କେବେ ବି ଲାଇଫରେ। ସେଇଟା ମୋର ସବୁବେଳେ ଉଦ୍ଦେଶ୍ୟ ଥିଲା।
ଆଉ ଆପଣ ଆଜି ଯେଟା କହିଲେ ଆହୁରି ଆମର ଦୃଢ ହେଇଗଲା ସବୁ କଥାଟା। ତାପରେ ମୋର ଗୋଟେ ଦୃଢ ସଂକଳ୍ପ ଯେ ମୁଁ ଡାକ୍ତରଖାନା ଯିବିନି, ଯେମିତି ଯେ ପ୍ରକାର ଅସୁବିଧା ଆସୁ ବରଂ ଲାଇଫରେ ମୁଁ ଯେମିତି ଡାକ୍ତରଖାନା ଯିବିନି, ମୁଁ ଯୋଗ ବରଂ ସବୁଦିନ ଦୃଢ ସଂକଳ୍ପ ଥିଲା। ଆଉ ଆଜି ଆହୁରି ବେଶୀ ମାନେ ମନଟା ବହୁତ ଦୃଢ ହେଇଗଲା। ଆପଣ ଟପିକ ଆଣିବା ଆଉ ସେ ଟପିକ ଆଣିବା କିନ୍ତୁ ଆମର ଆତ୍ମା ଯେଟା ଚାହୁଁଥିଲା ଆପଣ ସେଇ ଟପିକ ଟା ଆଜି ମାନେ ଦେଲେ। ଆଉ ଟପିକ ଟା ଖୁବ ସୁନ୍ଦର ହେଇଛି ଆଉ ହୃଦୟସ୍ପର୍ଶୀ ହେଇଛି। ଏତିକି କହିକି ମୋ ବକ୍ତବ୍ୟ। ହଉ, ଧନ୍ୟବାଦ। ହୃଦୟସ୍ପର୍ଶୀ କଥା ମତାମତ ମଧ୍ୟ ରଖିଲ, ଠିକ ଲାଗିଲା। ସମସ୍ତେ ମଧ୍ୟ ଠିକ ଲାଗିଥିବ, ଧନ୍ୟବାଦ। ହଁ, କୁହନ୍ତୁ ଉଦ୍ଦଳା। ଉଦ୍ଦଳା ଉଦ୍ଦଳା କୁହନ୍ତୁ। ହଁ କୁହ। ହଁ, ପ୍ରଥମେ ଗୁରୁ ମାଙ୍କୁ ମୋର ପ୍ରଣାମ। ଆଜି ଯୋଉ ସତ୍ସଙ୍ଗଟା ଗୁରୁ ବାବା ରଖିଲେ, ଏଇଟା ବହୁତ ମାନେ ମନକୁ ଛୁଇଁଲା। ମାନେ ସାଧନ ଗଛରେ ଗୁରୁ ପାଣି ଦେଲେ, ମାନେ ସେ ଗଛଟା ପୁରା ସଚେତନ ହେଇ ଉଠିଲା। ବହୁତ ଲୋକ ଯୋଗ ଶିକ୍ଷା ଦଉଛନ୍ତି ଦେଖିଛି, କିନ୍ତୁ ଏଇ ଯୋଉ ଗୁରୁ ଆଜି ଯୋଉ ସତ୍ସଙ୍ଗଟା ଶୁଣିଲି, ବହୁତ ମାନେ ସାଧନର ମାନେ ମୂଳ ପୁରା ଯିଏ ଆକ୍ଚୁଆଲି ୟାକୁ ଶୁଣିବ ସେ ପୁରା ଆଉ ବାଟ ବଣା ହବନି। କାହିଁକି ନା ଏଇ ଯୋଉ ଗୁରୁଜୀ ଯିଏ ନିତ୍ୟ ସାଧନ କରେ, ଆଉ ଗୁରୁ ସୂକ୍ଷ୍ମ ଭାବରେ ଆସି ଦେଖେ ସାଧନ କରୁଛି ନା ନାଇଁ। ଗୁରୁ କୋଉ ସ୍ଥାନରେ ଥାଏ ସେଇଟା ତ ମୁଁ କହିପାରୁନି, କାହିଁକି ଜ୍ଞାନର ସିନ୍ଧୁକ ମାନେ ସମସ୍ତେ ଅନଲାଇନରେ ବସିଛନ୍ତି। କିନ୍ତୁ ଗୁରୁ ଗୋଟେ ଏମିତି ଜିନିଷ, ସେ ସୂକ୍ଷ୍ମ ଭାବରେ ଯେ ସାଧକ ସାଧନ କରେ, ସୂକ୍ଷ୍ମରେ ସଦାବେଳେ ଆସି ସେ ତା ଶିଷ୍ୟକୁ ଦେଖୁଥାଏ। କିନ୍ତୁ ଏ ଯେ ଆଜି ଯୋଉ ଟପିକଟା ଗୁରୁଜୀ ରଖିଲେ, ଆଜି ଗୋଟେ ଜୀବନରେ ଗୋଟେ ପରିବର୍ତ୍ତନର ବହୁତ ମାନେ ଗଛଟା ପୁରା ପାଣି ଢାଳିକି ପୁରା ଆଲୋକିତ କରିଦେବେ। କିନ୍ତୁ ଏତେ ଆମର ଯେ ଅନଲାଇନରେ ମୁନି ଭାଇ ଭଉଣୀ ମାନେ ସମସ୍ତେ ଶୁଣୁଛନ୍ତି ଏ ଜ୍ଞାନକୁ, କିନ୍ତୁ ଗୁରୁଜୀ ଆମର ଯୋଉ ଆଶ୍ରମ କରିଛନ୍ତି, ଏ ଆଶ୍ରମକୁ କେମିତି ଆହୁରି ଉଚ୍ଚ ସ୍ଥାନରେ ପହଞ୍ଚେଇବେ। ସମସ୍ତେ ଯଦି ଏକା ହାତ ହବ ତାହେଲେ ସେ ଆଶ୍ରମଟା ହେଇଯିବ ବୃନ୍ଦାବନ। କିନ୍ତୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଆସିକି ଏ ଆଶ୍ରମକୁ ଆହୁରି ଉଚ୍ଚ ସ୍ଥାନରେ ପହଞ୍ଚାନ୍ତୁ। କାହିଁକି ନା ମୁଁ ଜ୍ଞାନରେ ଦେଖିଛି, ଭାରତବର୍ଷକୁ ଦେଖୁଛି, କିଏ କୋଉଠି ଯୋଗ ମୁନି ସମାଜଟାକୁ ବେପାର ସଂସ୍ଥା କରିସାରିଲେଣି। କିନ୍ତୁ ଗୋଟାଏ ଜାଗା ମୁଁ ଆଜି ଅନୁଭବ କରୁଛି, ଶକୁନ୍ତଳାପୁରରେ ଜୀବିତ ହେଇକି ଅଛି। ଏମିତିଆ ଜୀବିତ ହେଇକି ଜୀବନ ରହିଥାଉ। ସମସ୍ତେ ଆଜି ମୁଁ ଯୋଉ ପରିସ୍ଥିତିରେ ଅଛି, ଗୁରୁଙ୍କ କତିରେ ଆଜି ମାସେ 1.5 ମାସ ହେଲା ଆଡମିସନ ହେଲିଣି। ମୁଁ ବହୁତ ଆଗରୁ ବି ଶୁଣୁଛି ପ୍ରବଚନ, କେବେ ବି ମିସ୍ କରେନି, ସବୁଦିନ ମୁଁ ଶୁଣେ। କିନ୍ତୁ ଗୋଟାଏ କଥା, ଏ ଯେ ସମସ୍ତେ ଯଦି ଆମେ ସାହାଯ୍ୟ କରିବା, ଆମେ ଗୁରୁଙ୍କୁ ଏତେ କଷ୍ଟ ଦବାନି। ସମସ୍ତେ ଯଦି ସାହାଯ୍ୟ କରିକି ଯାଇକି ପହଞ୍ଚି ଯିବା ଗୁରୁଙ୍କର କାମ ବହୁତ ହାଲୁକା ହେଇଯିବ। କିନ୍ତୁ ଗୁରୁଙ୍କୁ ଆମେ ଚେଷ୍ଟା କରିବା, ଗୁରୁଙ୍କୁ ଟେନସନ ଦବାନି। ସବୁ ଟେନସନ ଗୁରୁକୁ ଆମେ ମୁକ୍ତ କରିବା, ସାହାଯ୍ୟ କରିବା ଗୁରୁଙ୍କୁ। ରଖିଲି ଏତିକି ଗୁରୁଜୀ, ଗୁରୁମାଙ୍କୁ ମୋର ପ୍ରଣାମ। ଧନ୍ୟବାଦ। ଉଚ୍ଚ କୋଟିର ପ୍ରଶଂସନୀୟ ମତାମତ ରଖିଲେ ଯେ ପ୍ରକୃତରେ ସାଧକ ମାନଙ୍କର କୋଉଠି ଲାକୁନା ଅଛି ବା କୋଉଠି ଅସୁବିଧା ହୁଏ, ମୁଁ ସୂକ୍ଷ୍ମ ରୂପରେ ମୁଁ ଅନୁଭବ କରିଛି, ଜାଣିପାରେ। ନିଜକୁ ଜାଣିଛି ମାନେ ଅନ୍ୟମାନଙ୍କର ସେଗୁଡା ସବୁ ଥିବ। ତେଣୁ ତାକୁ କେମିତି ସମାଧାନ କରିବା, ସେଇଟା ହଉଛି ଗୋଟେ ସାଧନର ମୂଳ ତତ୍ତ୍ୱ। ଯାହା ହଉ, ଆଜି ମନ ଭିତରେ ଛୁଇଁଲା ଯେ ଏଇଟା ମୁଁ କହିବି, ମୁଁ ସେଇ ଟପିକ ଆଣି ଥୋଇଥିଲି। ଧନ୍ୟବାଦ। ସମସ୍ତଙ୍କ ଉପରେ ଏଇ ପ୍ରଭାବ ପଡିଥିବ ତୁମ ମତାମତ, ତା ସହିତ ପ୍ରେରଣାତ୍ମକ କଥା କହିଲେ କେମିତି ସହଯୋଗ କରିବେ ଆଶ୍ରମ ପାଇଁ, ସେଇଟା ବହୁତ ମୂଲ୍ୟବାନ କଥା ଥିଲା। ଧନ୍ୟବାଦ। ନେକ୍ସଟ କିଏ କହିବେ କହୁଥିଲେ, କୁହନ୍ତୁ। ବାବା ଜୟଜୀ। ଜୟଜୀ ଇଏ କୁହନ୍ତୁ, ଆମର ଯୋଉ ବିଏସ୍ଏନ୍ଆର, ତାପରେ ଭଦ୍ରକ କହିବେ। ଗୁରୁଜୀ ଜୟଜୀ। ମୋର ଗୁରୁଜୀ ଗୁରୁମାଙ୍କୁ ମୋର ଅନେକ ଅନେକ ପ୍ରଣାମ। ତା ସହିତ ଆଜିର ସତ୍ସଙ୍ଗରେ ଯୋଗ ଦେଇଥିବା ସମସ୍ତ ମୁନି ଭାଇ ମାନଙ୍କୁ, ମୁନିମତି ଆଉ ମୁନି ମାନଙ୍କୁ ମୋର
ଜୟଦୀପ। ଆଜି ସତ୍ସଙ୍ଗଟା ଆକର୍ଷଣୀୟ ଏବଂ ଅତି ନିଆରା ସତ୍ସଙ୍ଗ ଥିଲା। ଆଜି ଯୋଉଟା କି ଆମ ହୃଦୟର ଭେଦିଲା ଭଳିଆ ସତ୍ସଙ୍ଗ ଆଜିର ସତ୍ସଙ୍ଗ ଥିଲା। ଆଜିର ଏଇ ସତ୍ସଙ୍ଗରେ ଆଜି ସୂକ୍ଷ୍ମ ସାଧନ ବିଷୟରେ ଗୁରୁଜୀ ଆଜି କହିଲେ। ଏଇ ସାଧନଟା ପ୍ରକୃତରେ ଆଜିକାଲି ଅଧିକାଂଶ ଲୋକ ମଣିଷ ସମାଜ ଏଡମିସନ ହେଇକି ବି ସେମାନେ ଯୋଗ ସାଧନ ଛାଡି ଦେଉଛନ୍ତି। କାରଣ ଏଇ ଆଜି ଯୋଉ ଆଲୋଚନା ସେଇ କାରଣ ପାଇଁ ଆଜି ଗୁରୁଜୀ ଯୋଉ କହିଲେ, ଅର୍ଥାତ୍ ସାଧନରେ ବିଚ୍ୟୁତ ହଉଛନ୍ତି, ପ୍ରତ୍ୟେକ ଦିନ ସାଧନ କରିପାରୁନାହାନ୍ତି। ଯଦି ଶପଥ ନେଇଛନ୍ତି ଆମେ ପ୍ରତ୍ୟେକ ଦିନ ସାଧନ କରିବା ଏବଂ ଯୋଉ ବାଧା ବିଘ୍ନ ସୃଷ୍ଟି ହଉଛି, ଆଜି ସେଠି ଗଲେ, ଆଜି ଏଟା ଗଲା, ଏଟା ଏଇ ଅସୁବିଧା ହେଲା, ଏଥିପାଇଁ ସାଧନର ବିଚ୍ୟୁତ ରହୁଛନ୍ତି। କିନ୍ତୁ ମୂଳ ଜିନିଷଟା ଆଜି ଏଇଟାର ଅଭାବ ଯୋଗୁଁ ସେମାନେ ମୁନି ସମାଜରୁ ଦୂରେଇ ଯାଉଛନ୍ତି ଏବଂ ସାଧନ କରିପାରୁନାହାନ୍ତି। ଏଇ ବିଷୟରେ ଆଜି ଆଲୋଚନା ହେଲା। ଏଇଥିରେ ଆମେ ଶପଥ କରିଛେ ପ୍ରତ୍ୟେକ ଦିନ ସାଧନ କରିବା ଏବଂ ଯେତେ ବାଧା ବିଘ୍ନ ଆସିଲେ ବି, ଅର୍ଥାତ୍ ଏଇ ଯୋଉ ମଳିନତା ଆଉ ଏଇ ଯୋଉ କଳୁଷିତ ମନରୁ ଭାବନାରୁ ଦୂରେଇ ଦେଇ କଲେ ଯେ ଆମେ ପ୍ରତ୍ୟେକ ଦିନ ସାଧନ କରିପାରିବା। ନହେଲେ ତାହାର ପ୍ରଭାବରେ ଆମେ ସାଧନ ବନ୍ଦ ହେଇଯିବ ଏବଂ ଆମର ଯାହା ଲକ୍ଷ୍ୟ, ଯୋଉଟା ଆମ ଆତ୍ମାଦେବ ଯୋଉ ସଂରଚନା ବନେଇଛନ୍ତି, ସେଥିରେ ଆମେ ପହଞ୍ଚି ପାରିବା ନାହିଁ ଆଉ ବିଚ୍ୟୁତ ହେବାକୁ ହିଁ ପଡିବ ଏବଂ ଅନ୍ୟ ଅନେକ ଦୁଃଖ କଷ୍ଟ ସହିବାକୁ ପଡିବ। ତେଣୁ ଆମେ ଏଥିରେ ପ୍ରତ୍ୟେକ ଦିନ ସାଧନ କରିବା, ଦୃଢ ସଂକଳ୍ପ ନେଇ ଯେତେ ମାନେ ଦୃଢ ସମ୍ପର୍କ ରଖି ଆମେ ନିଜକୁ ଈଶ୍ୱର ଭାବିବା ଏବଂ ନିଜେ ଆମେ ଈଶ୍ୱର ଭଗବାନ ଏଇଟା ଭାବନା କରିକି ଯେତେ ଅସୁବିଧା ଆସିଲେ ବି ଆମେ ବିଚ୍ୟୁତ ହବାନି ଏବଂ ପ୍ରତ୍ୟେକ ଦିନ ସାଧନ କରିବା। ଏତିକି କହି ରହୁଛି ଗୁରୁଜୀ। ଧନ୍ୟବାଦ। ସୁନ୍ଦର ମତାମତ ରଖିଲେ। ଏହା ସହିତ ନିଜର ଅନୁଭବ ଜନିତ ଜ୍ଞାନ ମଧ୍ୟ ରଖିଲେ କ'ଣ କ'ଣ ବ୍ୟାଘାତ ହେଉଛି ଏବଂ ସାଧନର ପ୍ରକୃତରେ ସୂକ୍ଷ୍ମକୁ ଯିଏ ଧରିପାରିବ ସିଏ ସାଧକ ହେଇପାରିବ। ଏଇଟା ତାଙ୍କ ଜ୍ଞାନ ଭିତରେ ଆସିଲା। ଆଶା କଲେ ସମସ୍ତେ ଏଇ ତତ୍ତ୍ୱକୁ ଅନୁଭବ କରିବା ଉଚିତ। ଧନ୍ୟବାଦ। ବିଡ଼ିକେ କୁହନ୍ତୁ। ବାବା ଯାଇଛି, ଗୁରୁ ମାଙ୍କୁ ମୋର ଯାଇଛି। ପ୍ରକୃତରେ ବାବା ଆଜି ଯୋଉ ଟପିକ ରଖିଥିଲେ ସେଟା ହଉଛି ଗୋଟେ ପୁରା ହୃଦୟସ୍ପର୍ଶୀ ଟପିକ ଥିଲା। ବହୁତ କଥା ବି ଶିକ୍ଷା ଆମକୁ ଦିନକୁ ଦିନ ବି ମିଳୁଛି। ଆହୁରି ଗୋଟେ କଥା ବାବା ଯୋଉଟା କହିଲେ କି ଆମକୁ ଶୋଇ ପଡିଲେ ବି କିଏ ଗୋଟେ ଡାକିକି ଉଠେଇ ଦଉଛି, ଏମିତି ବି ବେଳେ ବେଳେ ଯଦି ଅଳସୁଆ ହେଇଯାଉଛି କିଏ ବି ଗୋଟେ ଡାକିକି ଉଠେଇ ଦଉଛି। ଏଇଟା ବି ସତ କଥା। ସିଏ ଆମର ଆତ୍ମା ଆଉ କେହି ନୁହେଁ, ସିଏ ବି ଆମକୁ ଉଠେଇ ଦଉଛି, ଆମେ ଉଠି ଯାଉଛୁ। କିନ୍ତୁ ବାବା ଏମିତି ଆପଣ ସବୁବେଳେ ଏଇ ଟପିକ ଗୋଟେ ଗୋଟେ ରଖିଥାନ୍ତୁ ସବୁବେଳେ। ଆଉ ଆମର ଗୁରୁ ମୁନିବତୀ ଭାଇ ଭଉଣୀ ମାନେ ସମସ୍ତେ ଏମିତି ତାର ପ୍ରତିକ୍ରିୟା ରଖିଥାନ୍ତୁ। ଆମକୁ ଏମିତି ସବୁଦିନ ଗୋଟେ ଗୋଟେ ଶିକ୍ଷା ବି ମିଳିଥାଉ। ଏମିତି ଆମେ ସାଧନ କରିବାର ପ୍ରତ୍ୟେକ ମୁହୂର୍ତ୍ତରେ ସାଧନ ଶିକ୍ଷା ଗ୍ରହଣ କରିବାର ଆହୁରି କିଛି ଆଗକୁ ମିଳୁ। ଆହୁରି ଆମ ଏଇ ପ୍ରତିକ୍ରିୟା ବା ବାବାଙ୍କର ଟପିକ ଏଇ ସବୁ ଶୁଣି ଶୁଣିକି ଆମକୁ ସାଧନ କରିବା ପାଇଁ ଆହୁରି କିଛି ଖୋରାକ ଯୋଗେଇ ଦଉଛି ଯେ ହଁ ପ୍ରତ୍ୟେକ ଦିନ ଆମ ସାଧନଟା ନିହାତି ଆବଶ୍ୟକ। ପ୍ରକୃତରେ ସାଧନ ଯିଏ ସବୁଦିନ କରୁଥିବ ସେ କଣ ତା ପାଇଁ ହେଇପାରେ ସେ ନିଜେ ହିଁ ଅନୁଭବ କରିବ, ଆଉ କେହି ବି। ଜୟଜୀ ବାବା, ଗୁରୁ ମାଙ୍କୁ ମୋର ଜୟଜୀ। ଧନ୍ୟବାଦ ମତାମତ ପାଇଁ। ସୁନ୍ଦର ଆପ୍ରୋଚରେ ଉପସ୍ଥାପନ କଲେ ମତ ଗୁଡ଼ିକୁ, ଅନୁଭବ କଥା ମଧ୍ୟ କହିଲେ। ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ମିଳିଥିବାରୁ ତୁମ କଥାରେ ସମସ୍ତେ ମଧ୍ୟ ପ୍ରେରଣାତ୍ମକ ଉତ୍ସ ଅନୁଭବ କରିଥିଲେ। ଧନ୍ୟବାଦ ସେଥିପାଇଁ। ନେକ୍ସଟ କୁହନ୍ତୁ କିଏ? ହ୍ୟାଲୋ ସାରେ ଜୟଦୀପ ସାରେ। ହଁ କୁହନ୍ତୁ। ସାରେ ମୁଁ ସୁଭାଷିନୀ ନାୟକ ଯୋଗ ଶିକ୍ଷିକା ଭଦ୍ରକ ବାସ୍ତୁପୁରରୁ କହୁଛି। ସେଦିନ ମୋର ଅଧୁରା ଥିଲା, ଆଜି ପୂର୍ଣ୍ଣ ହେଲା। ଆପଣ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ, ଯାହାକି ଯୋଉଟା ଆମ ପାଇଁ ନିହାତି ଜରୁରୀ। ଯେ କୋଉ ଜିନିଷ ଆମକୁ ବିପଥ କରାଏ ଆଉ ସୁପଥକୁ କିଏ ସେଇ ଜିନିଷଟା ଆଜି ସେଇ ଦୃଢ ସଂକଳ୍ପକୁ ଉପସ୍ଥାପନ କଲେ ଯେ
ଏ ସଂସାରକୁ ଆସୁଛନ୍ତି, ପ୍ରଥମେ ବାଧା ଦବ ଶରୀର, ଦ୍ୱିତୀୟରେ ବାଧା ଦବ ସମ୍ପର୍କ, ତୃତୀୟରେ ବାଧା ଦବ ସମ୍ପତ୍ତି, ଚତୁର୍ଥରେ ବାଧା ଦବ ସଂସାର, ଆଉ ପଞ୍ଚମରେ ସଂକଳ୍ପ ଆମକୁ ସବୁ ବାଧାରୁ ବିଘ୍ନରୁ ନେଇ ଆସିବ ଆମକୁ ଠିକ ରାସ୍ତାକୁ। ସେ ହେଉଛି ସଂକଳ୍ପ। ସେ ଦୃଢ ସଂକଳ୍ପ ତା ଯଦି ଆମର ସବୁବେଳେ ରହିବ, ସବୁ କାମ ଯୋଉ କହିଥିଲେ ୱାର୍ଲଡ ସମ୍ଭାଳି ଦବ। ସେଇ ମୁନି ଋଷିଙ୍କର ସେଇ ସଂକଳ୍ପ ସିଦ୍ଧ ଯୋଗୁ ସେମାନେ ସିଦ୍ଧ ଯୋଗୀ ହେଇଥାନ୍ତି, ଆଉ ଏ ସଂସାରକୁ ମଧ୍ୟ ରକ୍ଷା କରିଥାନ୍ତି। ସଂସାର ରକ୍ଷା, ଶରୀରକୁ ସଂସାରକୁ ସବୁ ରକ୍ଷା କର୍ତ୍ତା ହେଲା ସେଇ ଆତ୍ମଦେବ ରକ୍ଷା କରନ୍ତି। ଆଉ ଆପଣ ସେଇ ଲିଷ୍ଟ ଗୁଡାକ ଦେଲେ ବହୁତ ଭଲ ଲାଗିଲା, ଅଳ୍ପ ସମୟ ଭିତରେ ବହୁ ତଥ୍ୟ, ଆଉ ସମସ୍ତେ ମଧ୍ୟ ଖୁସି ହେଇଛନ୍ତି। ଆଗକୁ ଖୁସି କରେଇବାର ପ୍ରୟାସ ଆପଣ ମନ ଭିତରେ ସେଇ ଦୃଢ ସଂକଳ୍ପ ରେ ରୁହନ୍ତୁ ଯେ ଆମକୁ ଏଇ ସବୁ ଜିନିଷ ଦେଇକି ଖୁସି କରେଇବେ। ରଖୁଛି ସାରା ସପ୍ରେମ ଯାଇକି। ସୁନ୍ଦର ମତାମତ ଥିଲା। ମତାମତରେ ବହୁତ ଶାଳୀନତା ଥିଲା, ଭାବଗର୍ଭକ ଥିଲା। ଧନ୍ୟବାଦ। କୁହନ୍ତୁ। ହ୍ୟାଲୋ, ହଁ ମୁଁ ଆର୍ଥ କହୁଛି। ଗୁରୁଜୀ ଗୁରୁମାଙ୍କୁ ମୋର ସାଷ୍ଟାଙ୍ଗ ଶୁଣିବାତ, ଆଉ ଅଫଲାଇନ ଅନଲାଇନ ଥିବା ଭାଇ ମାନଙ୍କୁ ମୋର ସପ୍ରେମ ଜୟ ଦେବି। ଆଜିର ଯୋଗ ଗୋଟେ ଏକ ନିଆରା ଥିଲା। ଯୋଗ କଲେ ରୋଗମୁକ୍ତ ହୁଏ, ରୋଗମୁକ୍ତ ହୁଏନି, ରୋଗ କରିବା ଦ୍ୱାରା ରୋଗମୁକ୍ତ ହୁଏ। ଯୋଗର ସୂକ୍ଷ୍ମ ରୂପ ଦେହ ହେଇଛି ମାନେ ରୋଗ ନିଶ୍ଚିତ ଅଛି। ସଂସାର ଅଛି ମାନେ ବହୁତ ଝଡ଼ ଝାମଲା ଅଛି। ଏଇଥିରେ ଅତିକ୍ରମ କରି ଯୋଗକୁ ପ୍ରାଧାନ୍ୟ ଦେଲେ ବା ଯୋଗକୁ ଜିଦି କଲେ, ଇଚ୍ଛା ଶକ୍ତି ଦେଲେ, ମନ ବଳେଇଲେ, ମନ ବଶୀଭୂତ ହେଲେ, ଆମେ ରାତି 3ଟା ବେଳକୁ ଜଣ ଜଣଙ୍କର ନିଦ ଭାଙ୍ଗୁନି। କାହିଁକି ନିଦ ଭାଙ୍ଗୁନି ସେଟା ମନକୁ ପଚାରିବା। ଗୁରୁମାଙ୍କର ବୃତ୍ତି ରାତ୍ରି ଯେତେବେଳେ ଶୋଇବାକୁ ଯିବେ ସେତେବେଳେ ଆତ୍ମଦେବ ନମ ନମ, ଆତ୍ମଦେବ ନମ ନମ, ଆତ୍ମଦେବ ନମ କହିକି ଆତ୍ମଦେବକୁ ପ୍ରାର୍ଥନା କରି ତୁମେ କହିବ, ମତେ ଆତ୍ମଦେବ ରାତି 3ଟାରେ ଯେପରି ମତେ ଉଠେଇ ଦିଅ। ତେଣୁ ଆତ୍ମଦେବ ତମକୁ ନିଶ୍ଚିତ ସତତା ଛାଡ଼ିବ ନା, ଆତ୍ମ ଦ୍ୱାରା ତମେ ଜାଗ୍ରତ ହବ, ତମେ ରାତି 3ଟାରୁ ନିଶ୍ଚିତ ଉଠିବ, ଯୋଗ କରିବ। ଯୋଗ କଲେ ଆମର ଦୁଇଟି ଜିନିଷ ମିଳେ, ଗୋଟେ ହେଲା ରୋଗମୁକ୍ତ ସଂସାର ଜୀବନର ମୁକ୍ତି, ଆଉ ଭବ ସଂସାର ପାରି ହେବା ପାଇଁ। ତେଣୁ ଯୋଗ କରିବା ଦ୍ୱାରା ମନ ପ୍ରଫୁଲ୍ଲ ରୁହେ, ମନ ଆତ୍ମଦେବ ଯେତେ ତୁମର କଷ୍ଟ ହଉନା କାହିଁକି, ଯେକୌଣସି ବିପଦ ଆସୁନା କାହିଁକି, ସେଟା ଆପେ ଆପେ ଆପଣ ମନ ଭିତରେ ଧୂରି ଯାଇଯିବ, ସଂସାର ଭିତରେ ଧୂରି ଭିତରେ ଯିବ। ଯତ ଗୋଟେ ଝଞ୍ଜ ଆସିଲା, ଗୋଟେ ଝଡ଼ ଆସିଲା, ତମେ ଆତ୍ମଦେବକୁ ମନର ଚିତ୍ତବୃତ୍ତି ଲଗେଇକି ଧୀରେ ବସି ପଡିବ, ସେମିତି ଦୁଃଖ କଷ୍ଟଟା ଆସ୍ତେ ଆସ୍ତେ ଧୀରେ ଯିବ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରିବି। ଜୟ ଜୟ। ଧନ୍ୟବାଦ। ସୁନ୍ଦର ମତାମତ ରଖିଲେ, ସୁନ୍ଦର କଥା ଗୁଡ଼ିଏ ମଧ୍ୟ କହିଲେ। ଆ ସହିତ ଧନ୍ୟବାଦ। ନେକ୍ସଟ କିଏ କହିବେ କୁହନ୍ତୁ ଯଦି। ଗୁରୁ ବାବା ଗୁରୁମା ପ୍ରଣାମ। ରେ ଥିବା ଉପସ୍ଥିତ ସମସ୍ତଙ୍କୁ ମୋର ଜୟଜୀ। ବାବା ଆଗରୁ ତ କହିଥିଲି, ଏବେ ବି କହୁଛି, ଆଗକୁ ମଧ୍ୟ କହିବି। ସତ୍ସଙ୍ଗ ତ ହେଉଛି ମୋ ପାଇଁ ମହୋଷଧି। ଆଉ ଆଜିର ଗୀତ ଯେତେବେଳେ ଆରମ୍ଭ ହେଇଥିଲା, ମୁଁ 10:45 ପାଖାପାଖି ଲଗେଇଥିଲି। ସେ ଗୀତଟା ବି ବହୁତ ସୁନ୍ଦର ଥିଲା, ଆପଣ ଲଗେଇଥିଲେ। ଆଉ ସମସ୍ତେ ତ ଜଣ ଜଣ କରିକି ସେମାନଙ୍କର କହିବାଟା କହି ସାରିଲେଣି। ବ୍ୟାଖ୍ୟା ବହୁତ ବଢିଆ, ବହୁତ ଭଲ ଭାବରେ କହୁଛନ୍ତି, ମୁଁ ଶୁଣୁଛି। କଣ ଆଉ ଅଧିକ କିଛି କହିବି? 2ଟା ପାଖାପାଖି ହେଇଗଲାଣି, ସମୟ ବି ବହୁତ ସମୟ ଗଲାଣି। ଯେ ବାବା ସତ୍ସଙ୍ଗରେ ରହିଗଲେ ତ ଯୋଗ ତ ଯୋଉମାନେ କରୁଛନ୍ତି ଠିକ ଅଛି, ନ କରୁଛନ୍ତି ସେ ଗୋଟେ ଏମିତି ଜିନିଷ, ସେଥିରେ ରହିଲେ ମଧ୍ୟ କିଛି କିଛି ଦିନ ପରେ ମନକୁ ଯୋଗ ହେଇଯିବ। ମୁଁ ବି ଯୋଗ କରୁଥିଲି, କିନ୍ତୁ ଏବେ କରୁନି। କିନ୍ତୁ ମୋର ସେ ରହିଛି ବିଶ୍ୱାସ, ହଁ ମୁଁ ଆଗକୁ ଯୋଗ କରିବି। ତ ଇଏ ଗୋଟେ ପ୍ରୟାସ, ଯୋଉ ଆମେ ସତ୍ସଙ୍ଗରେ ରହିବା, ସେଇଟା ଗୋଟେ ବହୁତ ବଡ ପ୍ରୟାସ। ସେଇଥିରେ ରହିଲେ ବି ଯୋଗ କରିବା ପାଇଁ ଗୋଟେ ଆହାର ଆସିଯିବ ନିଜ ଭିତରକୁ, ଏଇଟା ଅନୁଭବ କରୁଛି। ଆଉ ପୂର୍ବ ସତ୍ସଙ୍ଗରେ, ସାପ୍ତାହିକ ସତ୍ସଙ୍ଗରେ କିଏ ଜଣେ ନୂଆ ରହୁଛନ୍ତି ବୋଧେ କହିଥିଲେ ଯେ ଗଙ୍ଗା ଗଲେ ବି ଜଣେ ପବିତ୍ର
ହେଇପାରେ ବା ନ ହେଇପାରେ କହିଥିଲେ ମଧ୍ୟ, କିନ୍ତୁ ସତ୍ସଙ୍ଗରେ ରହିଲେ ଜଣେ ପବିତ୍ର ହେଇଯିବ। ଏଇ କଥାଟା ମତେ ବହୁତ ମନଛୁଆଁ କରିଥିଲା, ବହୁତ ଭଲ ଲାଗିଥିଲା, ଯାହାକି ସତ। ସତ୍ସଙ୍ଗ ଭଳି ଜିନିଷ କିଛି ନାହିଁ ଦୁନିଆରେ, ସବୁ ବାବା ମିଛ ମାୟା। ଯଦି ନା ଗୋଟେ ବ୍ୟକ୍ତି ରହିଯାଉଛି ଏଥିରେ, ସେ ତା ଜୀବନକୁ ଚେଞ୍ଜ କରିଦବ, ତା ସତ୍ୟର ଆଧାରିତ ହବ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ଭାବିବ କୋଉଟା ଭୁଲ କୋଉଟା ଠିକ, ମୁଁ କଣ ଖାଇବି, ମୁଁ କଣ କରିବି, କାହା ସହିତ କେମିତି କଥା ହେବି, ମୋ ନିଜକୁ ମୁଁ କେମିତି ସମାନବର୍ତ୍ତିତା କରିବି। ତେଣୁକରି ଗୋଟେ ବେଷ୍ଟ ଜିନିଷ ପାଇପାରିଛୁ ଆମେ ମାନେ ଆପଣଙ୍କ ଦ୍ଵାରା। ସେଥିପାଇଁ ବାବା ବହୁତ ଖୁସି। ଆଉ କଣ କହିବି, ରହୁଛି ବାବା। ଜୟ ଜୀ। ଧନ୍ୟବାଦ। ତାଙ୍କର ମତାମତରୁ ଏତେ ଗୋଟେ ପ୍ରେରଣା ମିଳିଲା ଯେ ଇଏ ଗୋଟେ ଆଧାର, ସତ୍ସଙ୍ଗ ମଧ୍ୟ ଗୋଟେ ଆଧାର ସବୁଦିନ ଜାଗ୍ରତ ହେଇ ସାଧନ କରିବା। ତେଣୁ ସତ୍ସଙ୍ଗ ଉପରେ ପୁଣି ଦିନେ ମୁଁ କହିବି, ତାର ବି ୟୁଟିଲିଟି କ'ଣ ଅଛି, ସତ୍ସଙ୍ଗ କେତେ ଖୋରାକ ଯୋଗାଉଛି ଆମର ପ୍ରତିଜ୍ଞାକୁ କେତେ ଦୃଢ଼ କରିବ, ଏ ବିଷୟରେ ଦିନେ କହି ମନେ ପକେଇଦେବେ କେତେବେଳେ କହିବ। ଧନ୍ୟବାଦ ଉଚ୍ଚ ଶ୍ରେଣୀର ମତାମତ ପାଇଁ। କୁହନ୍ତୁ ଆଉ କିଏ କହିବେ କି? ପ୍ରଣାମ ବାବା ମା। ହଁ ପ୍ରଣାମ। ଉପସ୍ଥିତ ସମସ୍ତ ମୁନିମତି ଭାଇ ଭଉଣୀ ମାନଙ୍କୁ ଜୟ ଜୟ। ଆଜିକାର ସତ୍ସଙ୍ଗ ବହୁତ ହୃଦୟସ୍ପର୍ଶୀ ହୋଇଛି। ଏଇଭଳି ସତ୍ସଙ୍ଗ ଆମେ ଶୁଣିବା ଦ୍ୱାରା ଆମ ମନରେ ଯଦି ବି ଯୋଗ ପ୍ରତି ବିମୁଖ ଆଡକୁ କିଏ ଯାଉଥିବେ, ପୁଣି ଫେରି ଆସିବେ, ନା ମୁଁ ଏଇଟା ଭୁଲ ବାଟରେ ଯାଉଥିଲି। ଏଇଭଳିଆ ଖୋରାକ ଯଦି ଆମେ ଆପଣଙ୍କ ଠାରୁ ଗୁରୁମାଙ୍କ ଠାରୁ ପାଉ, ଯୋଗ ତ ଛାଡିବା ପରିବର୍ତ୍ତେ ଆତ୍ମଜ୍ଞାନ ଆଡକୁ ବେଶୀ ବେଶୀ ଆଗେଇବାକୁ ଚେଷ୍ଟା ହବ। ଆଉ ଆତ୍ମ ସତ୍ତାକୁ କିପରି ଅନୁଭବ କରିବୁ, ସେଇଥିପାଇଁ ମଧ୍ୟ ଆମେ ସବୁବେଳେ ବ୍ୟସ୍ତ ରହିବୁ। ଆଉ ଠିକ ଯୋଗର ସମୟ ପୂର୍ବରୁ ଯୋଗ କରିବା ପାଇଁ ଆମର ଆଗ୍ରହ ବଢିବ। କିନ୍ତୁ ମୁଁ ବାବା କହୁଛି, ମୁଁ ରାତିରେ ଟିକେ ଲେଟରେ ଶୁଏ। ମତେ ଆତ୍ମଦେବ ଉଠନ୍ତି କି ନ ଉଠନ୍ତି, ମୋ ସ୍ୱାମୀ ଦେବ ପ୍ରତ୍ୟେକ ଦିନ ମତେ ଉଠେଇ ଦିଅନ୍ତି ଯୋଗ କରିବା ପାଇଁ। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସେ ପ୍ରତ୍ୟେକ ଦିନ ମୋ ନାଗି ତାଙ୍କର ଆସନ ପାଇ ସାରିଲା ପରେ ମତେ ଉଠେଇ ଦିଅନ୍ତି। ଉଠେଇଲା ପରେ ସେ ଯୋଗ ଆରମ୍ଭ କରନ୍ତି। ମୁଁ ଯୋଗ ଦୁଇଭଳି ତ ପ୍ରତ୍ୟେକ ଦିନ କରୁଛି, ଯୋଗ ଛାଡିବାର ଚିନ୍ତା ବି କେବେ କରୁନି କି କରିବି ନାହିଁ। ଆଉ ଆମେ ସମସ୍ତେ ଯେତେ ସୂକ୍ଷ୍ମ ଭାବରେ ଯୋଗ ବିଷୟରେ ଚିନ୍ତା କରିବୁ, ସୂକ୍ଷ୍ମ ହେଇଯିବୁ, ତାହେଲେ ଆମର ଯୋଗ ସେତେ ସୁଧାର ଆସିବ। ଏବଂ ଗୁରୁମା ତ କହିଛନ୍ତି, ଓଙ୍କାରରେ ଆମେ ଯେତେ ଶୁଦ୍ଧ ହବୁ, ଆମ ଯୋଗ ସେତେ ଶୁଦ୍ଧ ହେଇଯିବ, ଚକ୍ର ବେଦନା ମଧ୍ୟ ଶୁଦ୍ଧ ହେଇଯିବ। ଏପରି ଆମେ ପ୍ରତ୍ୟେକ ସମସ୍ତେ ଯୋଗ କରିବା ଦରକାର। ଆଉ ଯଦି ପ୍ରତ୍ୟେକ ଦିନ ଯୋଗ ସାଧନ ସମୟର ଠିକ ତାରତମ୍ୟତା ନ ହୁଏ, ଠିକ ସମୟରେ ଯୋଗ କରିବୁ ଏବଂ ବାବାଙ୍କର ମାଙ୍କର ଉପଦେଶକୁ ମାନି ଚଳିବୁ, ଆମେ ସବୁଦିନ ସୁସ୍ଥ ରହିବୁ। ଏ ଶରୀର ସବୁଦିନ ସୁସ୍ଥ ରହିବ, ପ୍ରତିଦିନ ନିତ୍ୟ ଯଦି ସାଧନ ଥିବ। ଏତିକି ମୋର ବକ୍ତବ୍ୟ ଶେଷ କରୁଛି। ତୁମର ସୁଚିନ୍ତିତ ମତାମତ ପାଇଁ ବହୁତ ଧନ୍ୟବାଦ। ଆଉ ସଦିଚ୍ଛା ମଧ୍ୟ ରହିଛି। ଆଉ ଦୁଇଟା ତ ହେଇଗଲାଣି, କ୍ରସ୍ କଲାଣି, କ'ଣ କରିବା? ଆଉ କିଏ କହିବେ ଯଦି କୁହନ୍ତୁ ସର୍ଟରେ, ନାହିଁ ତ ବନ୍ଦ କରିବା। ପ୍ରାୟ ନାହାନ୍ତି। ତେବେ ଏଇଠି ସତ୍ସଙ୍ଗ ଆଜି ରଖିବା। ମୁଁ ଭାବି ଭାବି କ'ଣ କହିବି, ଆସିକିରି ସେ ଆତ୍ମଦେବଙ୍କ ପ୍ରେରଣାରେ ପହଞ୍ଚିଲି। ଏଇଟା ନିହାତି କହିବା ଦରକାର, ଆବଶ୍ୟକତା ଅଛି ସାଧନର ସୂକ୍ଷ୍ମ ରୂପ। ଏବଂ ଏଇ ଗୋଟିଏ ସାଧନ, ଗୋଟିଏ ମାନେ ସଂକଳ୍ପ ରଖନ୍ତୁ, ଯେକୌଣସି ଗୋଟିଏ ସଂକଳ୍ପରେ ମଧ୍ୟ ତୁମେ ସେଇ ଜାଗାରେ ପହଞ୍ଚିପାରିବ। ଆଇଦର ସତ୍ସଙ୍ଗ ହଉ, ଆଇଦର ଦୃଢ଼ ପ୍ରତ୍ୟେକ ଦିନ ସାଧନ ହଉ, ନାହିଁ ତ ଇଚ୍ଛା ଶକ୍ତି ରଖ, ମୁଁ ସେଠି ପହଞ୍ଚିବି, ଲକ୍ଷ୍ୟ ସ୍ଥିର କର। ଯୁଆଡ଼େ ହେଲେ ଗୋଟିଏ ସାଧନରେ ଉପନୀତ ହୁଅନ୍ତୁ, ନିଶ୍ଚିନ୍ତ ସେ ଜାଗାରେ ପହଞ୍ଚ। ଆଇଦର ସତ କୁହନ୍ତୁ, ଅହିଂସାରେ ରୁହନ୍ତୁ, ଅସ୍ତ୍ର ପାଳନ କରନ୍ତୁ, ଯୁଆଡ଼େ ହେଲେ ଗୋଟେ ଅଙ୍ଗ ପୁରା କଡ଼ାକଡ଼ି ଭାବେ ଧରନ୍ତୁ। ଧନ୍ୟବାଦ। ସମସ୍ତେ ଆଜିର ମତାମତ ଠିକ ଥିଲା, ସମସ୍ତେ ଶୁଣିଛନ୍ତି, ହୃଦୟଙ୍ଗମ କରିଛନ୍ତି। ନିଜର ଅନୁଭବ ଜନିତ ଜ୍ଞାନକୁ ମୁଁ ଏଠି ଉପସ୍ଥାପନ କଲି। ଏହା ସହିତ ଏଇଟା ସମସ୍ତଙ୍କର ଅନୁଭବର କଥା ମୁଁ କହିଛି, ନିଜେ ଅନୁଭବରେ ଆଣିଲେ ଜାଣିପାରିବେ। ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ। ଆଜି ଏତିକି। ଜୟ ବି ବାବା ମା। ଜୟ ବାବା ଜୟ ଜୟ ଜୟ। ଜୟ ଜୟ।
ସାର୍ ଜୟଜୀବ ସାର୍ जय जीव ଗୁରୁମାଙ୍କ ଜୟ ଜୀବ। जय जीव।